षडङ्ग अमरकृत्य शरणं प्रबुद्धं लोकजीवनं प्रणय प्रमोद जागदीपनं वन्दे जीवन जीवनं सत्पुरुषं नमामि। प्रणर श्री श्री ठाकुर जगत जननी श्री श्री लक्ष्मी माँ ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡ଼ଦା ଏବଂ ଆଜିର ଭରସା ପ୍ରଧାନ ଆଚାର୍ଯ୍ୟଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ପୂଜ୍ୟ ଅବିନ୍ଦା ଏବଂ ଠାକୁର ପରିବାରର ସମସ୍ତଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର ଏହି ପୁଣ୍ୟ ସତ୍ସଙ୍ଗର ପୂଜ୍ୟ ପରିଚାଳକ ଏବଂ ଉପସ୍ଥିତ ସମସ୍ତ ପୂତ ପାଞ୍ଜାଧାରୀ ରୀତିକ ମଣ୍ଡଳୀ, ଅଧ୍ୟକ୍ଷ ମଣ୍ଡଳୀ, ଯାଜକ ମଣ୍ଡଳୀ ସମସ୍ତଙ୍କୁ ମୋର ଆଭମିଷ୍ଟ ପ୍ରଣାମ ଜଣାଏ। ଉପସ୍ଥିତ ସମସ୍ତ ଗୁରୁ ଭାଇ, ଗୁରୁ ମାତା, ସାଧୁ ସଜ୍ଜନ ମଣ୍ଡଳୀ, କୁନି କୁନି ପିଲାଏ ସମସ୍ତଙ୍କୁ ମୋର ପ୍ରୀତିପୂର୍ଣ୍ଣ ରାଭରା ଜୟ ଗୁରୁ ଜଣାଏ। ସର୍ବପ୍ରଥମେ ଆଜିର ସତ୍ସଙ୍ଗରେ ଯେଉଁମାନେ ଭୋଗ ନିବେଦନ କରିଛନ୍ତି ସେମାନଙ୍କର ଶାନ୍ତି ସ୍ୱସ୍ତି ପାଇଁ ପରମ ପିତାଙ୍କ ନିକଟରେ ମୋର ପ୍ରାର୍ଥନା ରଖେ। ସମସ୍ତଙ୍କର ମନୋବାଞ୍ଛା ପୂର୍ଣ୍ଣ ହଉ, ତାହା ହିଁ ପରମ ପିତାଙ୍କ ନିକଟରେ ମୋର ଐକାନ୍ତିକ ପ୍ରାର୍ଥନା। ସୁଭାଷ ଭାଇ ଫୋନ କରିଥିଲେ ଆଜିର ସତ୍ସଙ୍ଗରେ ଯୋଗ ଦେବା ପାଇଁ। ଟପିକ ହେଉଛି ସକାରାତ୍ମକ ଚିନ୍ତା ଏବଂ ସୁନ୍ଦର ଜୀବନ। ଯାହା ହଉ, ସୁନ୍ଦର ଭାବରେ ଭଜନ କୀର୍ତ୍ତନ ଚାଲିଛି। ଆମେ ସମସ୍ତେ ସୁନ୍ଦର ଭାବରେ ପରମ ପିତାଙ୍କର ଏଇ ଅମୀୟ ଗୁଣ କୀର୍ତ୍ତନ କରୁଥିଲେ, ଅମୀୟ ଗାଥା କୁ ସ୍ମରଣ ମନନ କରୁଥିଲେ। ଆଜି ତ ଅନେକ ଜାଗାରେ ଉତ୍ସବର ମାହୋଲ ରହିଛି, ସମସ୍ତେ ବ୍ୟସ୍ତ ଅଛନ୍ତି। ତେବେ ପ୍ରଥମେ ଦେଖିବା ଯେ ଚିନ୍ତା କଣ। ଯୋଉ ଚିନ୍ତାର କଥା ଯୋଉଟା ଲେଖା ହେଇଛି ଟପିକରେ ଅଛି ଯେ ସକାରାତ୍ମକ ଚିନ୍ତାଧାରା ଏବଂ ସୁନ୍ଦର ଜୀବନ। ତେବେ এই ଚିନ୍ତାଟା କଣ? ପ୍ରଥମେ ଯଦି ଆପଣମାନେ ନିଜକୁ ଥରେ ଯଦି ପଚାରିବେ, ଆପଣମାନେ এই ମନ ଭିତରକୁ ଯୋଉ ଚିନ୍ତା ଆସେ ଆମର, এই ଚିନ୍ତାଟା ଆସେ କି ଆମେ ଆଣୁ? Thought comes or thought we thought bring the thoughts? এই ଯୋଉ ଚିନ୍ତାଟା ମନ ଭିତରକୁ ଆସେ, ଚିନ୍ତାଟା ମନ ଭିତରକୁ ପଶି ଆସେ କି ଆମେ ତାକୁ ଆଣୁ? ଥଟ୍ଟା ଆମେ ନିଜେ ତିଆରି କରୁ ନା ଏମିତି ଥଟ୍ଟା ଆସିଯାଏ? ତ ଏଇ ଯୋଉ ଚିନ୍ତାଟା ଆମେ ନିଜେ ତିଆରି କରୁ, ମାନିଫେଷ୍ଟ କରୁ କି ଭିତରକୁ ଆସିଯାଏ? ତେବେ ବାସ୍ତବିକ ଯଦି ଦେଖାଯାଏ, ଏ ସୃଷ୍ଟିର ସବୁଠୁ ଏ ସୃଷ୍ଟିର ଯୋଉ ଗତି ଅଛି, ଯୋଉ ଗତି ସୃଷ୍ଟିର ଆଜି ପରିବର୍ତ୍ତନ ହେଇକି ଆଜି এই ଅବସ୍ଥାରେ ପହଞ୍ଚିଛି, ସୃଷ୍ଟିର ଯଦି ସବୁଠୁ ଗ୍ରେଟେଷ୍ଟ ଫୋର୍ସ ଯଦି କିଛି ଯଦି ଅଛି ସେଟା ହଉଛି ଚିନ୍ତା। ଏ ସୃଷ୍ଟିକୁ ଗତିଶୀଳ କରିବା ପାଇଁ, ଏ ପ୍ରକୃତି ପରିବେଶକୁ ଗତିଶୀଳ କରିବା ପାଇଁ, ପୃଥିବୀର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ଯଦି ସବୁଠୁ କିଏ ବଳଶାଳୀ ଅଛି ସେଟା ହଉଛି ଚିନ୍ତା, ଥଟ୍ସ। এই ଥଟ୍ସ ଆସିବାରୁ ମଣିଷ ଆଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବି ତିଆରି କରିଛି। এই ଥଟ୍ସ ଆସିବାରୁ ଇଲେକ୍ଟ୍ରିକ ବଲ୍ବ ତିଆରି ହେଇଛି। এই ଥଟ୍ସ ଆସିବାରୁ টিভି ତିଆରି ହେଇଛି, ଫ୍ରିଜ ତିଆରି ହେଇଛି, ମୋବାଇଲ ତିଆରି ହେଇଛି, ମୋବାଇଲରେ ଡିଫରେଣ୍ଟ ସଫ୍ଟୱେୟାର ତିଆରି ହେଇଛି। କାହାରି ନା କାହାରି ମନରେ ଥଟ୍ସ ଆସିକି ହେଇଛି। এই ଥଟ୍ସ ଆସିବାରୁ ଭାରତ ଦିନେ ପରାଧୀନ ହେଇଥିଲା। এই ଥଟ୍ସରୁ ଭାରତର ମଧ୍ୟ ସ୍ୱାଧୀନତା ହେଇଥିଲା। ତେଣୁ ଥଟ୍ସ ହଉଛି ଇଟ୍ ଇଜ ଦ ଗ୍ରେଟେଷ୍ଟ ଫୋର୍ସ ଇନ ଦ ନେଚର। ଏ ପ୍ରକୃତିର ବା ୟୁନିଭର୍ସର ସବୁଠୁ ବଡ ଶକ୍ତି ହଉଛି ଥଟ୍ସ। এবং এই ଥଟ୍ସଟା, এই ଚିନ୍ତାଟା ଟାଇମ ଆଣ୍ଡ ସ୍ପେସର ଊର୍ଦ୍ଧ୍ୱରେ କାମ କରେ।
ଆମର ଯୋଉ ସମୟ ଆଉ ସ୍ପେସ ର ଉର୍ଦ୍ଧ୍ୱରେ କାମ କରେ এই থটসটা। ମାନବ ଜୀବନକୁ ଯଦି ଆମେ ଦେଖୁ, ମାନବ ଜୀବନ ତ ଏକ ଥଟ୍ସ ର ସମାହାର, ଏକ ଚିନ୍ତାର ସମାହାର। ଆମେ ଯୋଉ ବଞ୍ଚୁ, ଏଇ ଜୀବନଟା ଥଟ୍ସ ଭିତରେ ହିଁ ସମାହିତ। ଯାହା ଠାକୁର କହୁଥିଲେ ଯେ ଆମର ସୁଖ ଆଉ ଦୁଃଖ ଇଏ ମଧ୍ୟ ଥଟ୍ସ ଉପରେ ନିର୍ଭର କରେ। ଏଇ ଯୋଉ ଚିନ୍ତା ହିଁ ଆମକୁ ସୁଖ ଦିଏ, ଚିନ୍ତା ହିଁ ଆମକୁ ଦୁଃଖ ଦେଇଥାଏ। ତେବେ ଏଇ ଯୋଉ ଚିନ୍ତା, ଫାଷ୍ଟ ମୁଁ କହିବାକୁ ଚାହେଁ ଯେ ଥଟ୍ସ ଟା ଆମେ ତିଆରି କରୁ କି ଥଟ୍ସ ଅଟୋମେଟିକାଲି ଆସେ? ଥଟ୍ସ ଟା ଆମେ ତିଆରି କରୁନା, କିଛି କିଛି ଆମେ ତିଆରି କରୁ, କିନ୍ତୁ ଥଟ୍ସ ଗୁଡାକ ଆମ ମନ ଭିତରକୁ ଆସିଯାଏ। ଏଇ ଥଟ୍ସ ଆସେ କୋଉଠୁ? ଏଇ ଥଟ୍ସ ର ସୃଷ୍ଟି କୋଉଠି ହୁଏ? କାରଣ ଏଇ ଏକ୍ଜିଷ୍ଟେନ୍ସ ଟା, ପୃଥିବୀଟା ଗୋଟେ ଥଟ୍ସ ଭିତରେ ହିଁ, ଏଇ ଥଟ୍ସ ଭିତରେ ଆମେ ମୃତ୍ୟୁ ପରେ ମଧ୍ୟ ଗୋଟେ ଥଟ୍ସ ଥାଏ। ଦ୍ୟାଟ୍ ଇଜ ହ୍ୱେୟାର ୱି ଆର୍ ଓମନି ପ୍ରେଜେଣ୍ଟ, ସବୁ ଜାଗାରେ ଆମେ ପ୍ରେଜେଣ୍ଟ ହେଇକି ଥାଉ। ତେଣୁ ଥଟ୍ସ ଟା ଗୋଟେ ଛୋଟିଆ ଜିନିଷ ନୁହେଁ, ଏଇ ଥଟ୍ସ ଭିତରେ ଆମେ ବଞ୍ଚି ରହୁ। ତେଣୁ ଏଇ ଥଟ୍ସ ଟା ଗୋଟେ ସକାରାତ୍ମକ ଚିନ୍ତାଧାରା ବା ସକାରାତ୍ମକ ଚିନ୍ତାଧାରାଟା, ଯୋଉ ଥଟ୍ସ ଟା ମୋ ମନ ଭିତରକୁ ଆସେ, ଯୋଉ ଚିନ୍ତାଟା ମୋ ମନ ଭିତରକୁ ଆସେ, ସେ ଚିନ୍ତାଟା ଆସେ କୋଉଠୁ? ଏଇ ଚିନ୍ତାଟା ମୋ ଭିତରେ ଥିବା ଗଚ୍ଛିତ ଅନେକ ସ୍ମୃତିର ସମାହାର ଭିତରୁ ଆସେ। ମୋ ପାଖରେ 3ଟି ସ୍ମୃତି ଅଛି। ଗୋଟେ ହଉଛି ମୁଁ ଅନେକ ଥର ଜନ୍ମ ନେଇଛି, ଜନ୍ମ ଜନ୍ମାନ୍ତରର ଗତିପଥ ଭିତରେ ମୁଁ ଆଜି ଏ ଶରୀର ପାଇଛି। ତେଣୁ ଏଇ ଯୋଉ ଆତ୍ମାର ଗତି, ଆତ୍ମା ଅନେକ ଜୀବନର ସେଇ ସମସ୍ତ ଚିନ୍ତା, ସମସ୍ତ ସ୍ମୃତି, ଯାହା ଠାକୁର କହୁଥିଲେ ସ୍ମୃତି ବା ଚେତନା, ଏଇ ସମସ୍ତ ସ୍ମୃତି ତାରି ଭିତରେ ହିଁ ଅଛି। ଇଏ ହଉଛି ଆତ୍ମିକ, ଆତ୍ମାର ସ୍ମୃତି, ବା ତାକୁ ଆମେ ଇଂଲିଶରେ କାର୍ମିକ ମେମୋରି ବୋଲି ମଧ୍ୟ କହିପାରୁ। ଆଉ ମୁଁ ଯୋଉ ଶରୀର ଧରିଛି, ସେ ଶରୀରଟା ମୋ ବାପା ମାଙ୍କର ପରଶୁରୁ ମୁଁ ଜାତ। ମୋ ବାପା ମା ଯଦି ପୂର୍ବ ପିଢିକୁ ଚାଲିଯାଏ, ମୋ 12ଟା ଜେନେରେସନକୁ ଯଦି ପଛ ଜେନେରେସନର ସ୍ମୃତି ମଧ୍ୟ ମୋ ଜିନ୍ ଭିତରେ ଅଛି। ତା ମାନେ ମୋର ଜେଜେ ବାପା, ତାଙ୍କ ବାପା, ଏମିତି 12ଟା ପିଢିକୁ ଯଦି ଚାଲିଯାଏ, ମୁଁ ଆଜି ଜନ୍ମ ହବା ପଛରେ 4660 ଲୋକଙ୍କର ଆବଶ୍ୟକ ପଡିଛି, 12ଟା ଜେନେରେସନକୁ ଯଦି ମୁଁ ମିଶାଏ। ତେଣୁ ଏଇ 4660 ଲୋକ ଯୋଉମାନଙ୍କର ରକ୍ତ ମୋ ଭିତରେ ଆଜି ପ୍ରବାହିତ, ସେମାନଙ୍କର ସ୍ମୃତି, ଅଭିଜ୍ଞତା, ଅନୁଭୂତିର ଯୋଉ ରକ୍ତର କଣିକା ଆଜି ମୋ ଶରୀରରେ ପ୍ରବାହିତ। ଆଜି ମୋ ପାଖରେ ଥିବା ରକ୍ତ ଏକ ସାମାନ୍ୟ ରକ୍ତ ନୁହେଁ। ଏଇ ରକ୍ତ ଭିତରେ ଏଇ 12ଟା ପିଢିର ଜେନେରେସନର ସମସ୍ତ ଏଇ 4660 ଊର୍ଦ୍ଧ୍ୱ ଲୋକଙ୍କର ଯୋଉ ସ୍ମୃତି, ଯୋଉ ଅଭିଜ୍ଞତା, ଜୀବନର ଅନୁଭୂତି, ଜୀବନାନୁଭୂତି, ଏ ସବୁ କିଛି ମୋ ସ୍ମୃତି ଚେତନା ଭିତରେ, ମୋ ଶରୀର ଭିତରେ ଅଛି। ଆଉ ମୁଁ ଯୋଉ ଆଜି ମାନବ ହେଇଛି, ମୁଁ ରାତାରାତି ମାନବ ହେଇନି। କେତେ ଲକ୍ଷ ବର୍ଷ ଲାଗିଯାଇଛି, ଯାହା ଆମେ ଯଦି ସୃଷ୍ଟିର ତତ୍ତ୍ୱକୁ ଖୋଜୁ, ଯାହା ଆମେ ଦେଖୁ, ଯାହା ଠାକୁର କହୁଥିଲେ ଯେ ରକ୍ତ ମାଂସ ଧରି ଯଦି କୌଣସି ପରମପିତା ପରମ ପୁରୁଷ ଧରାପୃଷ୍ଠରେ ଆସିଛନ୍ତି, ସେ ହଉଛନ୍ତି ରାମଚନ୍ଦ୍ର। ରାମଚନ୍ଦ୍ରଙ୍କ ପୂର୍ବରୁ ଯୋଉ କିଛି ଦେବାଦେବୀଙ୍କର କଥା କୁହାଯାଏ, ଇଏ ହଉଛି ଗୋଟେ ଗୋଟେ ସୃଷ୍ଟିର ତତ୍ତ୍ୱ। ଶିବ ହଉଛନ୍ତି
ବସ୍ତୁର ତତ୍ତ୍ୱ, ଏ ଯେ ବସ୍ତୁ ସୃଷ୍ଟିର ତତ୍ତ୍ୱ। ପାର୍ବତୀ ହଉଛନ୍ତି ଶକ୍ତି, ଶିବ ପାର୍ବତୀଙ୍କର ବିବାହର ବା ବସ୍ତୁ ଆଉ ଶକ୍ତିର ମିଳନ, ଯୋଉଠୁ ହିଁ ଜୀବାତ୍ମାର ସୃଷ୍ଟିର ଆରମ୍ଭ, ଜୀବସତ୍ତାର ସୃଷ୍ଟିର ଆରମ୍ଭ। ତେଣୁ ଯୋଉ ବିଷ୍ଣୁଙ୍କର ଯୋଉ ସମୁଦ୍ର, ଯୋଉ ଶୟନ ଏବଂ ତାଙ୍କ ନାଭିରୁ ଯୋଉ ପଦ୍ମ କଡା ଭିତରେ ଯୋଉ ବ୍ରହ୍ମାଙ୍କର ସୃଷ୍ଟି, ତେଣୁ ବ୍ରହ୍ମ କଣ? ତେଣୁ ଠାକୁର କହୁଥିଲେ ଯାହା କିଛି ବୃଦ୍ଧିପ୍ରାପ୍ତ ହେଇ ମଧ୍ୟ ତାହା ହିଁ ରହିଛି, ତାହା ହଉଛି ବ୍ରହ୍ମ। ଯାହା କିଛି ବୃଦ୍ଧିପ୍ରାପ୍ତ ହେଇ ମଧ୍ୟ ତାହା ହିଁ ରହିଛି, ତାହା ହଉଛି ବ୍ରହ୍ମ। ତେବେ ସେ ବ୍ରହ୍ମର ସାକାର ରୂପ ହଉଛନ୍ତି ବ୍ରହ୍ମା। ସେ ବ୍ରହ୍ମକୁ ଯିଏ ଧରି ରଖିଛନ୍ତି ସେ ହଉଛନ୍ତି ବ୍ରହ୍ମ। ଏ ବ୍ରହ୍ମାଙ୍କର ଯୋଉ ରୂପ ଦେଇଛୁ, ଆଉ ଯୋଉ ରୂପର ବର୍ଣ୍ଣନା କରାଯାଏ, ଇଏ ହଉଛି ବ୍ରହ୍ମର ସାକାରାତ୍ମକ ରୂପ, ତାମାନେ ଫିଜିକାଲ ମ୍ୟାନିଫେଷ୍ଟେସନ ଅଫ ଦିସ୍ ବ୍ରହ୍ମ, ଫିଜିକାଲ ଫର୍ମ, ବସ୍ତୁ ଭିତ୍ତିକ ଫର୍ମ। ଯାହା ମୁଁ କହୁଥିଲି ଯେ ବସ୍ତୁ ଆଉ ଶକ୍ତିର ମିଳନ ବା ଶିବ ପାର୍ବତୀଙ୍କର ମିଳନ, ଏବଂ ତାହା ହିଁ ଜୀବସତ୍ତାର ଆରମ୍ଭ। ସେ ଯୋଉ ବ୍ରହ୍ମ ସୃଷ୍ଟି ହେଇଥିଲା, ସେ ବ୍ରହ୍ମ ଯେତେବେଳେ ବ୍ରହ୍ମତ୍ୱକୁ ଲାଭ କରିଛି, ତାହା ହିଁ ବ୍ରହ୍ମା। ତେବେ ଶିବ ଆଉ ଶବ, ବା ତାକୁ ଆମେ ମ୍ୟାଟର ବୋଲି କହିପାରୁ, ବସ୍ତୁ ବୋଲି କହିପାରୁ। ତେଣୁ ଏଇ ଯୋଉ ପ୍ରଥମ କରି ଯୋଉ ଜୀବସତ୍ତା ଏକକୋଷୀୟ ପ୍ରାଣୀ ସୃଷ୍ଟି ହେଇଥିଲା, ସମୁଦ୍ରରେ କାର୍ବନ, ହାଇଡ୍ରୋଜେନ, ନାଇଟ୍ରୋଜେନ, ଅକ୍ସିଜେନକୁ ନେଇ ଯୋଉ ପ୍ରୋଟୋପ୍ଲାଜମର ତିଆରି ହେଇଥିଲା, ଯାହା ଠାକୁର କହୁଥିଲେ ପ୍ରୋଟୋପ୍ଲାଜମ ପ୍ରୋଟିନର ମୂଳଦୁଆ। ତେଣୁ ଏଇ ଯୋଉ ପ୍ରୋଟୋପ୍ଲାଜମ ତିଆରି ହେଇଥିଲା, ଏଇ ପ୍ରୋଟୋପ୍ଲାଜମ ଏଇ କାର୍ବନ, ହାଇଡ୍ରୋଜେନ, ନାଇଟ୍ରୋଜେନ ଯୋଉ ମୌଳିକର ସୃଷ୍ଟି ଏଇ ପାଣି ଭିତରେ, ସେଇଠି ହିଁ ଏକକୋଷୀୟ ପ୍ରାଣୀର ସୃଷ୍ଟି। ସେଥିପାଇଁ ଯୋଉ ବିଷ୍ଣୁଙ୍କର ଯୋଉ ସମୁଦ୍ର ଶୟନ ବୋଲିକି ଦେଖାଯାଏ, ତାର ମୂଳ ତତ୍ତ୍ୱ ହଉଛି ସେଇଠୁ ହିଁ ଜୀବସତ୍ତାର ସୃଷ୍ଟିର ଆରମ୍ଭ ହେଇଥିଲା। ତେଣୁ ତାର ଯାହା କ୍ରୋମୋଜୋମର ବୃଦ୍ଧି ଫଳରେ, ଯାହା ଠାକୁର କହୁଥିଲେ କ୍ରୋମୋଜୋମ ହଉଛି କ୍ରମାନ୍ୱୟରେ ବୃଦ୍ଧି ପାଇବାର ସମ୍ବେଗ ଯାହା ଭିତରେ ଅଛି, ସେ ହଉଛି କ୍ରୋମୋଜୋମ। ତେଣୁ ଏଇ କ୍ରୋମୋଜୋମ ନିରନ୍ତର ବୃଦ୍ଧି ପରିପ୍ରକାଶ ଭିତରେ ଗତି କରେ। ତେଣୁ ଏଇ ଯୋଉ ବୃଦ୍ଧି ହେଇ ହେଇ ଏକକୋଷୀୟ ପ୍ରାଣୀରୁ ଆଜି ଯୋଉ ବହୁକୋଷୀୟ ପ୍ରାଣୀ ପରିବର୍ତ୍ତନ ହେଇ ଏକ ମଣିଷ ତିଆରି ହେଇଛି। ମଣିଷ ଏଇ ଯୋଉ ବିବର୍ତ୍ତନ ଭିତରେ ଯୋଉ ମଣିଷ ତିଆରି ହେଇଛି, ବିବର୍ତ୍ତିତ ମଣିଷ, এই ବିବର୍ତ୍ତିତ ମଣିଷ ହବା ପାଇଁ ଯୋଉ ସମୁଦ୍ର ମନ୍ଥନର କଥା, ତେଣୁ ଏଇ ଯୋଉ ବିବର୍ତ୍ତିତ ପରିବର୍ତ୍ତନ ଭିତରେ ଯୋଉ ବିବର୍ତ୍ତିତ ପୁରୁଷ ଯୋଉଟା ତିଆରି ହେଇଛନ୍ତି, ମଣିଷ ଯୋଉ ତିଆରି ହେଇଛି, এই ବିବର୍ତ୍ତିତ ଧାରା ଭିତରେ ଏଇ ଯୋଉ ମଣିଷ ତିଆରି ହେଇଛି। ତେଣୁ ମଣିଷଟା ପୂର୍ବରୁ ଅନେକ ସରୀସୃପ, ଅନେକ ଜୀବଜନ୍ତୁ, ମାଙ୍କଡ, ମାଙ୍କଡ ପରେ ମଣିଷ। ଆପଣମାନେ ଯୋଉ ହନୁମାନ ଦେଖିଛନ୍ତି, ଇଏ ହଉଛନ୍ତି ଦ୍ରାବିଡିଆନ। ଏଠି ଯୋଉ ମାନେ ପୂର୍ଣ୍ଣ ବିବର୍ତ୍ତିତ ଅବସ୍ଥାର ମଣିଷ ନୁହନ୍ତି। ତେଣୁ ଆର୍ଯ୍ୟ ହଉଛନ୍ତି ପୂର୍ଣ୍ଣ ବିବର୍ତ୍ତିତ ମଣିଷ। ତେଣୁ ଏଇ ବିବର୍ତ୍ତନର ପୂର୍ଣ୍ଣ ବିବର୍ତ୍ତିତ ମଣିଷ ହଉଛନ୍ତି ଶ୍ରୀ ଠାକୁର, ଯାହାଙ୍କ ଭିତରେ ସେ ବ୍ରହ୍ମତ୍ୱର ପୂର୍ଣ୍ଣ ପରିପ୍ରକାଶ ଥିଲା। ତେଣୁ ଏଇ ଯୋଉ ବ୍ରହ୍ମ, ଏଇ ଯୋଉ ସତ୍ତା, ଯୋଉ ବ୍ରହ୍ମକୁ ଆମେ ସତ୍ତା ବୋଲି କହିପାରୁ ବା ଆତ୍ମା ବୋଲି କହିପାରୁ, ଏ ଆତ୍ମା ଆଉ ସତ୍ତା ଭିତରର ଡିଫରେନ୍ସ ହଉଛି, ଏ ଆତ୍ମାର ପରିପ୍ରକାଶ ହଉଛି ସତ୍ତା। ଏ ଆତ୍ମାର ଯୋଉ ପରିପ୍ରକାଶ, ଯୋଉ ଏକ୍ସପ୍ରେସନ, ସେଇଟା ହଉଛି ସତ୍ତା। ଯାହା ଠାକୁର କହୁଥିଲେ ଯେ ବିଙ୍ଗ ଆଣ୍ଡ ବିକମିଂ ର କଥା ବା ସତ୍ତା ଅସ୍ତିତ୍ୱର କଥା, ଏଇ ସତ୍ତାରେ ଆମେ ବଞ୍ଚି ରହୁ, ଆଉ ଅସ୍ତିତ୍ୱରେ ଆମେ ବୃଦ୍ଧି ପାଉ। ତ ବୃଦ୍ଧି ପାଇ ପାଇ ଆମେ ଏଇ ଯୋଉ ମାଙ୍କଡ ହେଇକି ଆସିଛେ, କୁକୁର ହେଇକି ଆସିଛେ, ବିଭିନ୍ନ ପ୍ରକାର ଡିଫରେଣ୍ଟ ଫର୍ମ ଯୋଉ ଆସିଛେ, এই ସମସ୍ତ ଭିତରେ ଦେଇକି ଯୋଉ ଆମେ ଗତି କରିକି ଆସିକି ଆଜି ମାନବ ଜୀବନ ପାଇଛେ। ତେଣୁ ଏଇ ଯୋଉ ଇଏ ହଉଛି ଗୋଟେ ଇଭଲ୍ୟୁସନ ମେମୋରି ବା ବିବର୍ତ୍ତନର ସ୍ମୃତି। ଆମେ ଯୋଉ ବିବର୍ତ୍ତନ ଧାରା ଭିତରେ ବୃଦ୍ଧି ପାଇ ପାଇ ଆମେ
ଯୋଉ ବିବର୍ତ୍ତିତ ଭାବରେ ରହିଛେ, ପୂର୍ଣ୍ଣ ବିବର୍ତ୍ତିତ ତ ଠାକୁର। ତେଣୁ ଯୋଉ ବିବର୍ତ୍ତନ ଧାରା ଭିତରେ ବିବର୍ତ୍ତନର ସ୍ମୃତି ଆମ ଭିତରେ ମଧ୍ୟ ଅଛି। ଆମେ କୁକୁର ଥିଲେ, ମାଙ୍କଡ ଥିଲେ, ଏକକୋଷ ପ୍ରାଣୀ ଥିଲେ, ଯାହା ଗୌତମ ବୁଦ୍ଧ କହୁଥିଲେ 90 ଲକ୍ଷ ଥର ଜନ୍ମର ସ୍ମୃତି ସେ ଜାଣିପାରୁଥିଲେ। ତେଣୁ ଆମେ ଯୋଉ ବିବର୍ତ୍ତିତ ହେଇଛେ, ଏଇ ବିବର୍ତ୍ତିତର ସ୍ମୃତି ମଧ୍ୟ ଆମ ଭିତରେ ଅଛି। ତେଣୁ ଏଇ ଯୋଉ ମୁଁ 3 ପ୍ରକାର ସ୍ମୃତି କହିଲି, ଗୋଟେ ହଉଛି ଆତ୍ମାର ସ୍ମୃତି, ଗୋଟେ ଶରୀରର ସ୍ମୃତି, ଆଉ ମୁଁ ଯୋଉ ବିବର୍ତ୍ତିତ ହେଇକି ଆସିଛି, ମଣିଷ ହେଇଛି, ତାର ସ୍ମୃତି। ଏ 4 ସ୍ମୃତିର ସମାହାରରୁ ହିଁ ଏ ଚିନ୍ତାର ସୃଷ୍ଟି ହୁଏ। ତେଣୁ ଚିନ୍ତାଟା ମୁଁ କରେନି, ଚିନ୍ତା ଆସେ ମୋ ମନକୁ। କିଛି କିଛି ଚିନ୍ତା ପରିସ୍ଥିତି ପରିବେଶ ନେଇକି ହେଇପାରେ। ତାମାନେ ଘରେ ଆଜି ଖାଇବାକୁ ନାହିଁ, କି ଘରେ ଗୋଟେ କିଛି ଅସୁବିଧା ହେଇଯାଇଛି, ମୋ ସ୍ତ୍ରୀର ଶରୀର ଅସୁବିଧା ଅଛି, ତେଣୁ ତାକୁ ମୁଁ ଚିନ୍ତାଟା ତିଆରି କରିପାରେ, କଣ କରାଯାଇପାରିବ, ମୁଁ ଥଟ୍ସ ଟାକୁ ଜେନେରେସନ କରିପାରେ। କିନ୍ତୁ ମାକ୍ସିମମ୍ ସମୟରେ କଣ ହୁଏ, ଥଟ୍ସ ଟା ଆପେ ଆପେ ତିଆରି ହୁଏ। କିଛି ନଥାଏ, ଅଚାନକ ମୋତେ ଜଣେ କଥା ମନେ ପଡେ, ବହୁତ ପୁରୁଣା ବନ୍ଧୁ କଥା ମନେ ପଡେ, ବାପାଙ୍କ କଥା ମନେ ପଡେ, ମାଙ୍କ କଥା ମନେ ପଡେ, ବନ୍ଧୁ ବାନ୍ଧବ କଥା ମନେ ପଡେ। ଇଏ ହଉଛି ଏକ ଇଲେକ୍ଟ୍ରୋମାଗ୍ନେଟିକ ୱେଭର ସମ୍ବାଦ। ତେଣୁ ଏଇ ଯୋଉ ଥଟ୍ସ ଟା ଆସେ, ଯାହା ଠାକୁର କହୁଥିଲେ ଯେ ଇଟ୍ ଇଜ ଦ ଫ୍ଲୋ ଅଫ ଇଲେକ୍ଟ୍ରନ୍ସ, ଇଲେକ୍ଟ୍ରନର ତରଙ୍ଗ। ଏଇ ତରଙ୍ଗଟା ଯେତେବେଳେ ଉଚ୍ଚ ସ୍ତରକୁ ଚାଲିଯାଏ, ଏଇ ତରଙ୍ଗଟା ମଣିଷକୁ ଖୁସି ଦିଏ। ଆଉ ଯେତେବେଳେ ତଳ ସ୍ତରକୁ ଚାଲିଯାଏ, ଯେମିତି ତରଙ୍ଗର ଉର୍ଦ୍ଧ୍ୱ ଆଉ ନିମ୍ନଗାମୀ ଥାଏ, ନିମ୍ନଗାମୀ ଯେତେବେଳେ ହୁଏ, ସେଇ ତରଙ୍ଗଟା ମଣିଷକୁ ଆ ମାନେ ଡିପ୍ରେସନ ଦିଏ। ନିମ୍ନଗାମୀରେ, ଉର୍ଦ୍ଧ୍ୱଗାମୀରେ ଆନନ୍ଦ ଦିଏ। ଆମେ ବେଳେ ବେଳେ ଆନନ୍ଦ ପାଉ, ଆଉ ବେଳେ ବେଳେ ନିରାନନ୍ଦ ମଧ୍ୟ, ଦୁଃଖ ମଧ୍ୟ ପାଉ। ତେବେ ଏଇ ଯୋଉ ସକାରାତ୍ମକ ଚିନ୍ତାଟା ମଣିଷକୁ ସତ୍ ବୁଦ୍ଧି ସମ୍ପନ୍ନ କରାଏ, ଆଉ ମଣିଷକୁ ସୁନ୍ଦର ଜୀବନ ଆଡକୁ ନେଇଯାଏ। ସୁନ୍ଦର ଆଉ ଆନନ୍ଦମୟ ଜୀବନ ପାଇବା ପାଇଁ ହେଲେ ମଣିଷ ସକାରାତ୍ମକ ଚିନ୍ତାର ଆବଶ୍ୟକ ପଡେ। ତେଣୁ ଠାକୁର ତାହା ହିଁ କହୁଥିଲେ ଯେ ଠାକୁରଙ୍କର କଥାରେ ଠାକୁର କହୁଥିଲେ ତୁମର ସତ୍ ସ୍ୱଭାବ, ଯୋଉଟା ଆମର ସତ୍ ଚିନ୍ତା ମନ ଭିତରକୁ ଆସେ, ଯଦି ତା କର୍ମରେ ଫୁଟି ନ ଉଠେ, କର୍ମରେ ଯଦି ବ୍ୟକ୍ତ ନ ହୁଏ, ତାହେଲେ ତାର କିଛି ମୂଲ୍ୟ ନଥାଏ। ଆମେ ଅନେକ ସମୟ ଭଲ ଚିନ୍ତା କରୁ, ମୁଁ ଲୋକଟାକୁ ସାହାଯ୍ୟ କରିବି, କିନ୍ତୁ ଚିନ୍ତା କରେ କିନ୍ତୁ ତାକୁ କରିପାରେ ନା। ତେଣୁ ଏଇ ସକାରାତ୍ମକ ଚିନ୍ତାଟାକୁ ସକାରାତ୍ମକ କର୍ମରେ ଯଦି ମୁଁ ପରିବର୍ତ୍ତନ ନ କରେ, ସେ ତାର କିଛି ମୂଲ୍ୟ ନଥାଏ। ସେଥିପାଇଁ ଠାକୁର କହୁଛନ୍ତି ତୁମର ସତ୍ ସ୍ୱଭାବ କର୍ମରେ ଫୁଟି ଉଠୁ। ନିଜ ଭାଷାରେ ଯେପରି ବ୍ୟକ୍ତ ନ ହୁଏ, ନ ଜଣା। ପୁଣି ଠାକୁର କହୁଛନ୍ତି ସତରେ ତୁମର ଆସକ୍ତି ସଂଲଗ୍ନ କର, ସତରେ, ସତ୍ ଚିନ୍ତାରେ। ଅଜ୍ଞାନସାରେ ତୁମେ ସତ୍ ହେବ। ତ ସତ୍ ଚିନ୍ତାରେ ନିମଗ୍ନ ରୁହ, ତୁମେ ଆପଣା ଛାଏଁ ତୁମର ଭାବ ମଧ୍ୟ ଫୁଟି ଉଠିବ। ତେଣୁ କଥା ହଉଛି ଆମର ବିଶ୍ୱାସଟା ଆମର କର୍ମକୁ ନିରୂପଣ କରେ। ଆମ ପାଖରେ ଯୋଉ ବିଶ୍ୱାସ ଅଛି, ବିଲିଫ ସିଷ୍ଟମ, ତେଣୁ ଏଇ ଯୋଉ ବିଲିଫ ସିଷ୍ଟମ ଚିନ୍ତାଟା ସବୁବେଳେ ଆମକୁ ସେଇ ପ୍ରକାର ତଦମାଫିକ କର୍ମ ଆଡକୁ ଟାଣି ଦିଏ। ସତଚିନ୍ତାରେ ନିମଜ୍ଜିତ ଥାଅ, ସତ୍କର୍ମ ତୁମର ସହାୟ ହବ, ତୁମର ଚତୁର୍ଦିଗ ମଧ୍ୟ ସତ୍ ହେବ। ଆମେ ଯଦି ଖରାପ ଚିନ୍ତା କରୁ, ଆମର ବିଶ୍ୱାସ ଖରାପ ଚିନ୍ତା କେତେବେଳେ କରୁ, ଯେତେବେଳେ ଆପଣ ନିଜ ଉପରେ ଆମର ବିଶ୍ୱାସ ଟା ତୁଟିଯାଏ, ଆମେ ନିଜ ଉପରେ ଆତ୍ମବିଶ୍ୱାସ ରହେ ନା, ସେତେବେଳେ କଣ ହୁଏ, ଆମେ ଦୁର୍ବଳ ଚିନ୍ତା କରୁ। ଯେତେବେଳେ ଆତ୍ମବିଶ୍ୱାସ ଟା ଷ୍ଟ୍ରଙ୍ଗ ହୁଏ, ସେତେବେଳେ କଣ ହୁଏ, ଆମେ ହାଇ ଥିଙ୍କିଂ କରୁ, ଉଚ୍ଚ ମାନର ଚିନ୍ତା କରୁ। ତେଣୁ ମଣିଷ ଯୋଉ
ଅସତ୍ ଚିନ୍ତା କରେ, ଅସତ୍ ଠାକୁର କହୁଛନ୍ତି ଅସତରେ ଯେତେବେଳେ ମଣିଷ ଆସକ୍ତି ହେଇ ଉଠେ ସେତେବେଳେ ଭୟ, ଶୋକ ଆଉ ଦୁଃଖ ଆସେ। ଅସତରେ ଯେତେବେଳେ ଆସକ୍ତି, ଯେତେବେଳେ ଆମେ ସଚିନ୍ତାରେ ମଣିଷ ଯେତେବେଳେ ନିମଗ୍ନ ହୁଏ ସେତେବେଳେ ତାକୁ ଆଉ ଭୟ ରହେ ନା, ଶୋକ ରହେ ନା, ଦୁଃଖ ମଧ୍ୟ ରହେ ନା। ତେଣୁ ସଚିନ୍ତା ବା ସକାରାତ୍ମକ ଚିନ୍ତା ମଣିଷ ଭିତରକୁ ଆଣିବା ପାଇଁ ହେଲେ ସାଧନା ଦରକାର। ଏଇ ଯୋଉ ମନୁଷ୍ୟ ମନ ଭିତରକୁ ଯୋଉ ବିଭିନ୍ନ ପ୍ରକାର ଚିନ୍ତା ଆସୁଛି, ଏଇ ଚିନ୍ତାରୁ ମୁକ୍ତି ପାଇବା ପାଇଁ ଠାକୁର ମନ୍ତ୍ର ଦେଇଛନ୍ତି। ମନ ତାରଇତି ମନ୍ତ୍ର, ଯେ ମନକୁ ତାରଣ କରେ, ରକ୍ଷା କରେ। କୋଉଠୁ ରକ୍ଷା କରେ? ନା ଏଇ ଯୋଉ ନକାରାତ୍ମକ ଚିନ୍ତାରୁ ମଣିଷକୁ ରକ୍ଷା କରେ। କାରଣ ଏଇ ନକାରାତ୍ମକ ଚିନ୍ତାଟା ମଣିଷକୁ କୁକର୍ମ ଆଡକୁ ନେଇଯାଏ, କୁକର୍ମ ଆଡକୁ ନେଇଯାଏ ଏବଂ କୁକର୍ମରେ ମଣିଷ ଲିପ୍ତ ରହେ। ତେଣୁ ଏଇ ସକାରାତ୍ମକ ଚିନ୍ତାଟା ମଣିଷଟାକୁ ସତ୍କର୍ମ ଆଡକୁ ନେଇଯାଏ। ତେଣୁ କଥା ହଉଛି ଏଇ ଯୋଉ ଚିନ୍ତାଟା ଯୋଉ ମଣିଷ ଭିତରକୁ ଆସୁଛି, ଏଇ ଯୋଉ ଏଇ ଚିନ୍ତାର ମୂଳ କଥାଟାକୁ ଆମେ ଯଦି ଦେଖୁ, ଏ ଚିନ୍ତାର ମୂଳ ହଉଛି ମନ, ଆମର ଯୋଉ ମାଇଣ୍ଡ ଅଛି, ମାଇଣ୍ଡ। ତେଣୁ ଯୋଉ ଦାର୍ଶନିକଙ୍କର କଥା ମନେ ପଡେ, ଅନେକ ଥର କହିଛି ଏଇ ପ୍ଲାଟଫର୍ମରେ, ଯେ ହ୍ୱେର୍ ଇଜ୍ ଦ ମାଇଣ୍ଡ ଏକ୍ଜିଷ୍ଟ, ମାଇଣ୍ଡଟା କୋଉଠି ଥାଏ। ତେଣୁ ସେ କହୁଥିଲେ ଦ ମାଇଣ୍ଡ ଏକ୍ଜିଷ୍ଟ नो ହ୍ୱେର୍ ବଟ୍ ମାଇଣ୍ଡ ଏକ୍ଜିଷ୍ଟ ଏଭ୍ରିହ୍ୱେର୍। କିନ୍ତୁ କଳିଯୁଗର ପରମ ବିଜ୍ଞାନୀ ବୈଶିଷ୍ଟ୍ୟ ପାଳି ଆପୂରଣୀୟ ମାନ, ଫୁଲଫିଲର ଦ ବେଷ୍ଟ, ସର୍ବପୂରଣକାରୀ ଶ୍ରୀ ଠାକୁର ପରମ ବିଜ୍ଞାନୀ, ତାଙ୍କ ଭାଷାରେ ଯାହା ଠାକୁର କହୁଥିଲେ ଯେ ଆମେ ଦୁଇଟା ଜିନିଷରେ ତିଆରି, ଗୋଟେ ସତ୍ତା ଆଉ ଅସ୍ତିତ୍ୱରେ ତିଆରି। ଆମ ଶରୀରଟା ହଉଛି ଅସ୍ତିତ୍ୱ, ଆଉ ସତ୍ତା ହଉଛି ଯୋଉ ଆତ୍ମା, ଯୋଉଟା ଆମକୁ କ୍ରିୟାଶୀଳ କରି ରଖିଛି, ଚେତନାଶୀଳ କରି ରଖିଛି। ତେଣୁ ଏଇ ଯୋଉ ସତ୍ତା, ଯାହାକି ତାର ଉତ୍ପତ୍ତି ହଉଛି ଯୋଉ ଆମର ପିନିୟଲ ଗ୍ଲାଣ୍ଡରେ ଅଛି ବୋଲିକି ଗ୍ରୀସର ଲୋକମାନେ ମଧ୍ୟ କହିଥିଲେ, ଗ୍ରୀସର। ତେଣୁ ଏଇ ଯୋଉ ପିନିୟଲ ଗ୍ଲାଣ୍ଡ ଯୋଉଠିକି ଠାକୁର ଧ୍ୟାନ କରିବା ପାଇଁ କହୁଛନ୍ତି ବା ଆଜ୍ଞା ଚକ୍ରରେ ଧ୍ୟାନ କରିବାକୁ କହୁଛନ୍ତି, ସେ ଆଜ୍ଞା ଚକ୍ର ନିକଟରେ ହିଁ ତାର ଉପସ୍ଥିତି ହଉଛି ଏଇ ସତ୍ତାର। ଏଇ ଯୋଉ ସତ୍ତାର ବା ଯୋଉ ଆତ୍ମା ଯଦି ଗୋଟେ ଶକ୍ତି ହୁଏ, ଶକ୍ତିର ସବୁ ଏନର୍ଜିର ଗୋଟେ ତରଙ୍ଗ ଥାଏ, ଯେମିତି ସାଉଣ୍ଡ ଏନର୍ଜି ବି ତରଙ୍ଗ ଥାଏ, ତରଙ୍ଗାୟିତ ହେଇକି ଗତି କରେ। ଲାଇଟ୍ ଏନର୍ଜି ସେଥିରେ ମଧ୍ୟ ଇଲେକ୍ଟ୍ରୋମାଗ୍ନେଟିକ ୱେଭ୍ ଆକାରରେ ଯାଏ, ତରଙ୍ଗ ଆକାରରେ। ତେଣୁ ମୁଁ ଯାହା କହିଲି, ଆମେ ହଉଛି ଗୋଟେ, ଏ ଆତ୍ମା ହଉଛି ଏକ ଶକ୍ତି। ଶକ୍ତିରୁ ଯୋଉ ତରଙ୍ଗ ଉତ୍ପନ୍ନ ହୁଏ, ଇଲେକ୍ଟ୍ରୋମାଗ୍ନେଟିକ ଯୋଉ ୱେଭ୍ ଉତ୍ପନ୍ନ ହୁଏ, ଯୋଉ ତରଙ୍ଗ ଉତ୍ପନ୍ନ ହୁଏ, ଏଇ ତରଙ୍ଗଟା ସବୁବେଳେ ଉତ୍ପନ୍ନ ହୁଏ। ଏଇ ତରଙ୍ଗଟା ପରିବେଷ୍ଟନୀ ସହିତ ଯେତେବେଳେ ଧକ୍କା ଖାଇକି ଯୋଉ କମ୍ପନ ବା ପ୍ରତିକମ୍ପନ ମୋ ଶରୀର ଭିତରେ ବା ମୋର ସେଇ ମାନେ ଶକ୍ତି କେନ୍ଦ୍ରରେ ଯୋଉ ଉତ୍ପନ୍ନ କରେ, ତାହା ହଉଛି ମନ। ତେଣୁ ମାଇଣ୍ଡ, ଠାକୁର କହୁଛନ୍ତି ମାଇଣ୍ଡ ଇଜ ଦ ଇଲେକ୍ଟ୍ରୋମାଗ୍ନେଟିକ ୱେଭ୍ ଜେନେରେଟେଡ ଫ୍ରମ ଦ ସ୍ପିରିଟ, ବା ଆତ୍ମାରୁ ଯୋଉ ଉତ୍ପନ୍ନ ହୁଏ ଯୋଉ ଇଲେକ୍ଟ୍ରୋମାଗ୍ନେଟିକ ୱେଭ୍ ଟା, ଚାରିପାର୍ଶ୍ୱରେ ଧକ୍କା ଖାଇକି ଯୋଉ ପ୍ରତିକମ୍ପନ ମଣିଷ ଭିତରେ ଦିଏ, ତାହା ହଉଛି ମନ। ତେଣୁ ମନ ତାର 16ଟା ଯୋଉ ଆସ୍ପେକ୍ଟ ଅଛି, ତା ଭିତରୁ ପଞ୍ଚ ପ୍ରବୃତ୍ତି ଆଉ ଷଡ଼ ରିପୁ ହଉଛି ମୁଖ୍ୟ ଜିନିଷ। ଯୋଉ କାମ, କ୍ରୋଧ, ଯୋଉ ଆହାର, ନିଦ୍ରା, ମୈଥୁନ, ଏଇଟା ତ ମୁଖ୍ୟ ଜିନିଷ। ତାପରେ ଯୋଉ ଭୟ ଆଉ ଅହଙ୍କାର, ଏଇ ଯୋଉ 5ଟା ପ୍ରବୃତ୍ତି ଆମର ଅଛି, ଏ ସବୁ କିଛି ମନ ଦେହରେ ସୃଷ୍ଟି କରିଦିଏ। ଭୋକ ମନ ଦେଇକି ଭୋକ ହୁଏ, ଇଚ୍ଛା ହୁଏ ଖାଇବା ପାଇଁ ମନ ଦେଇକି। ତେଣୁ ଇଏ ସବୁ କିଛି, ଏଇ ଯୋଉ ପଞ୍ଚ ପ୍ରବୃତ୍ତିଟା ମନ ଦ୍ଵାରା, ମନରୁ ହିଁ ଆରମ୍ଭ ହୁଏ।
ଅହଙ୍କାର ମନର, ଭୟ ବି ମନର। ତାପରେ ଯୋଉ 16 ରିପୁ ଅଛି, କାମ, କ୍ରୋଧ, ମୋହ, ଲୋଭ, ମଦ, ମାତ୍ସର୍ଯ୍ୟ, ଯୋଉ ଆମେ ଜିଲସି ହଉ ବା ଆରୋଗାନ୍ସି ହଉ, ଲୋଭ କରୁ, ଗ୍ରୀଡ କରୁ ବା ଆସକ୍ତ ହଉ, ମୋହଗ୍ରସ୍ତ ହଉ, ଏ ସବୁ କିଛି ମନ ଦ୍ଵାରା ସୃଷ୍ଟି ହୁଏ। ଇଏ ଆ ବାହାରେ ଯୋଉ ଜିନିଷ ଅଛି ତାହା ହଉଛି ଶ୍ରୁତି। ଶ୍ରୁତି ଉପରେ ତ ମୁଁ କହିଲି। ଆଉ ତାପରେ ଚିନ୍ତା, ତାପରେ ଇମୋସନ, ତାପରେ ଇଣ୍ଟେଲିଜେଣ୍ଟ, ଆଉ ଗୋଟେ ହଉଛି କନସିୟସନେସ୍। ଏମିତି ହେଇକି 16ଟା ଜିନିଷ ମନ ଭିତରୁ ଅଛି, ମନ ଭିତରେ। ତେଣୁ ମେମୋରି ତ ମୁଁ ଆପଣଙ୍କୁ ବୁଝେଇଦେଲି, 3 ପ୍ରକାର ମେମୋରି ଆମ ପାଖରେ ଅଛି। ଜେନେଟିକ, କାର୍ମିକ, ଇଭଲ୍ୟୁସନ ମେମୋରି। ଆଉ ତା ବାହାରେ ଆମର ଯୋଉ ଚିନ୍ତା, ପାଖାପାଖି 72,000 ଥଟ୍ସ ଆମ ମନ ଭିତରକୁ ଆସେ। ତା ଭିତରୁ 95% ଥଟ୍ସର କିଛି ମୂଲ୍ୟ ନଥାଏ। ତେଣୁ ଏଇ ନାମ କରିବା ଭିତରେ କଣ କି, ଏସବୁ ଚିନ୍ତା ମନ ଭିତରକୁ ବେଶୀ ଆସେ। ତେଣୁ ନାମ ଏବଂ ନାମୀ ମଧ୍ୟ ଅଭେଦ୍ୟ। ତେଣୁ ନାମ କରିବା ବେଳେ ଆମେ ଠାକୁରଙ୍କୁ ମନେ ପକଉ। ତେଣୁ ଏଇ ଥଟ୍ସ ଟା ମିନିମାଇଜ। ତାପରେ ଆମ ଯୋଉ ଇମୋସନ, ଦେଖନ୍ତୁ ଅନେକ ଲୋକ ଅଛନ୍ତି ଟିକେ ଟିକେ କଥାରେ କାନ୍ଦି ପକାନ୍ତି, ଟିକେ ଟିକେ କଥାରେ ଦୁଃଖ ପାଆନ୍ତି। ଦ୍ୟାଟ୍ ଇଜ ଦ ଇମୋସନ, ଇମୋସନାଲ କୋସେଣ୍ଟ। ସେମାନଙ୍କର ଇମୋସନାଲ କୋସେଣ୍ଟ ବହୁତ କମ ଥାଏ। କିଛି କିଛି ଲୋକ ଏତେ ଷ୍ଟ୍ରଙ୍ଗ ଥାନ୍ତି, ଯେତେ ବିପଦ ଆପଦରେ ଆସିଲେ ବି ତାଙ୍କର ଇମୋସନରେ କିଛି ଚେଞ୍ଜ ହୁଏନି। এই ইমোশন কোশ্চেনটা মଣିষର ফিলিং, ମଣିଷର ହାପିନେସ, ସ୍ୟାଡନେସ, ଇଟ୍ ଇଜ ଦ ଷ୍ଟେଟ ଅଫ ମାଇଣ୍ଡ। ଏଟାକୁ ଆମେ ଇକ୍ୟୁ ବୋଲି କହୁ, ଇମୋସନାଲ କୋସେଣ୍ଟ। ତାପରେ ଆମର ଯୋଉ ବୁଦ୍ଧି ଅଛି, ଇଣ୍ଟେଲିଜେନ୍ସ କୋସେଣ୍ଟ। ଇଣ୍ଟେଲିଜେନ୍ସ ଆମେ ଚିନ୍ତା କରିବାର, ଆନାଲାଇଜ କରିବାର ଯୋଉ ପାୱାର, ଦ୍ୟାଟ୍ ଇଜ ଦ ଇଣ୍ଟେଲିଜେନ୍ସ କୋସେଣ୍ଟ। ଆଉ ତାପରେ ଅଛି କନସିୟସନେସ ବା ଆୱାରନେସ। କନସିୟସନେସ ବା ଆୱାରନେସ ଆମର ଯୋଉ ଚେତନା, এই কনসিয়াসনেসটা, এই চেতনাটা আমাকে আত্মিক চেতনা, আত্মা দ্বারা এই চেতনা সৃষ্টি হয়েছে। এই যে চেতনাটা ଅଛି, এই চেতনাটা কনসিয়াস, প্রি কনসিয়াস আন্ড সুপার কনসিয়াস বা চেতনা অবচেতনা ଯୋଉ କଥା କୁହାଯାଏ, ଏସବୁ ଇଏ ହଉଛି ସ୍ପିରିଚୁଆଲ କୋସେଣ୍ଟ, ଆତ୍ମା ଦ୍ୱାରା ସୃଷ୍ଟି। ଗୋଟେ ଇକ୍ୟୁ ଇମୋସନାଲ କୋସେଣ୍ଟ, ଗୋଟେ ଆଇକ୍ୟୁ ଇଣ୍ଟେଲିଜେନ୍ସ କୋସେଣ୍ଟ, ଆଉ ଗୋଟେ ଇକ୍ୟୁ ଏସକ୍ୟୁ, ଦ୍ୟାଟ୍ ଇଜ ଦ ସ୍ପିରିଚୁଆଲ କୋସେଣ୍ଟ। ତେବେ ଏଇ ଯୋଉ ଥଟ୍ସ ଗୁଡାକ ଆସୁଛି, ଏଇ ଥଟ୍ସ ରୁ ଇଏ ସବୁ କିଛି କଣ୍ଟ୍ରୋଲ ହୁଏ, ଇମୋସନ ବି କଣ୍ଟ୍ରୋଲ ହୁଏ, ଇଣ୍ଟେଲିଜେନ୍ସ ବି ବୃଦ୍ଧି ପାଏ। ଆମେ ଯଦି ଚିନ୍ତାଟା ଗଭୀର ଭାବରେ ଚିନ୍ତା କରୁ, ଇଏ ବ୍ରେନ ସେଲ ଉପରେ ଏତେ ଆଘାତ ପଡେ। ଯଦି ଆପଣ ଚିନ୍ତା କରିବେ ଯେ ଜଣେ ଆର୍ଟସ ପଢୁଥିବା ପିଲାଟା ସେ ମ୍ୟାଥମେଟିକ୍ସ କାହିଁକି ପଢେ ସ୍କୁଲରେ, କାରଣ ମ୍ୟାଥମେଟିକ୍ସ ଟା ବ୍ରେନ ଉପରେ ଅଧିକ କମ୍ପନ ତିଆରି କରେ। ଯେତେବେଳେ ଆମେ ଚିନ୍ତା କରୁ, ବ୍ରେନ ଉପରେ ଯୋଉ କମ୍ପନ ତିଆରି ହୁଏ, এই ডরমান্ট ব্রেন সেল গুড়াক আক্টিভ হয়ে যায়। 1500 কোটির যে ব্রেন সেলস ଅଛି, ତାକୁ କୋଉଥିରେ 4ଟା ବ୍ରେନ ସେଲ ଆକ୍ଟିଭ ରହିଲେ ଜଣେ ମ୍ୟାଥମେଟିକ୍ସ କରିପାରେ। ତେଣୁ ଏଇ ଯୋଉ 1500 କୋଟିର ବ୍ରେନ ସେଲକୁ ଯାହା ଆଲବର୍ଟ ଆଇନଷ୍ଟାଇନ କହୁଥିଲେ, ଓନ୍ଲି 10% ବ୍ରେନ ସେଲ ଏ ଲାଇଫ ଟାଇମ ଭିତରେ ଆକ୍ଟିଭ ରହେ ଏବଂ 90% ବ୍ରେନ ସେଲଟା ଇନଆକ୍ଟିଭ ଥାଏ। ତେଣୁ ଯିଏ ଯେତେ ବ୍ରେନ ସେଲକୁ ଆକ୍ଟିଭ କରେଇପାରେ, ସିଏ ସେତେ ବିଦ୍ୱାନ ଆଉ ସେତେ ପ୍ରତିଷ୍ଠିତ ମଣିଷ ମଧ୍ୟ ହେଇକି ସମାଜରେ ଛିଡା ହୁଏ। ତେଣୁ ଏଇ ଯୋଉ ମନର ଯୋଉ ସ୍ତର, ଗୋଟେ ହଉଛି ବିକ୍ଷିପ୍ତ, ଦୃଢ, କ୍ଷିପ୍ତ, ଏକାଗ୍ର ଆଉ ନିରୁଦ୍ଧ। ଏଇ ଯୋଉ ନିରୁଦ୍ଧଟା ହଉଛି ମୁଖ୍ୟର ଅବସ୍ଥା। ଏକାଗ୍ର ଆଉ ନିରୁଦ୍ଧଟା, ଇଟ୍ ଟେକ୍ ୟୁ ଦ ସ୍ପିରିଚୁଆଲିଟି ଟୁ ଆଟେଣ୍ଡ ଦ ଆଧ୍ୟାତ୍ମିକ ଷ୍ଟେଜର ସବୁଠୁ ବଡ ଅବସ୍ଥା। ତେଣୁ ସେଇ ଅବସ୍ଥାରେ ମଣିଷ କଣ କରେ, ଯେ ମନକୁ ଅନେକ ମାନେ ଠାକୁର ଯୋଉ ଧ୍ୟାନ କଥା କହୁଥିଲେ, ଏକ ପ୍ରକାର ଜିନିଷକୁ ଚିନ୍ତା କରିବା ବା ଏକ ଟାଇପର କର୍ମରେ ନିବୃତ୍ତ ରହିବା ମଧ୍ୟ, ମାନେ ନିୟୋଜିତ କରିକି ରଖିବାଟା ହଉଛି ଧ୍ୟାନ। ଖାଲି ଯେ ବସିକି ଧ୍ୟାନ କଲେ ଧ୍ୟାନ ହୁଏ। ମୁଁ ଯଦି କେବଳ ଗୋଟିଏ ପ୍ରକାର ଜିନିଷ ଚିନ୍ତା କରେ, ଅଲଗା କିଛି ଚିନ୍ତା କରେ ନା, ତାହା ମଧ୍ୟ ଧ୍ୟାନ। ତେଣୁ ଯୋଉ ଆଚାର୍ଯ୍ୟ ମୋତେ କହୁଥିଲେ, କମନ ମ୍ୟାନ ମାଇଣ୍ଡ, ସାଧାରଣ ମଣିଷ, ଆମେ ଗୋଟେ ଜିନିଷଟାକୁ ସାଧାରଣ ଭାବରେ, ସାଧାରଣ ମଣିଷ ଭାବରେ ଚିନ୍ତା କରୁ। ଆଉ ଗୋଟେ ହଉଛି ଇଣ୍ଟେଲେକ୍ଚୁଆଲ ମାଇଣ୍ଡ,
ଆଉ ଗୋଟେ ହଉଛି ସ୍ପିରିଚୁଆଲ ବା ଡିଭାଇନ ମାଇଣ୍ଡ, ଯାହା ଆଚାର୍ଯ୍ୟ ବା ଆଚାର୍ଯ୍ୟ ପରମ୍ପରା ଭିତରେ ବା ଠାକୁରଙ୍କ ପାଖରେ ସେ ଡିଭାଇନ ମାଇଣ୍ଡ, ସେମାନେ ବର୍ତ୍ତମାନ ନୁହଁ, ଅତୀତ, ବର୍ତ୍ତମାନ ଆଉ ଭବିଷ୍ୟତକୁ ମଧ୍ୟ ସେ ଜାଣିପାରନ୍ତି। ଦ୍ୟାଟ୍ ଇଜ ଦ ଡିଭାଇନ ମାଇଣ୍ଡ। ଇଣ୍ଟେଲେକ୍ଚୁଆଲ ମାଇଣ୍ଡ ଟା ଅନେକ କିଛି ଚିନ୍ତା କରିପାରେ, ଆଗାମୀ ଭବିଷ୍ୟତ ପାଇଁ କିଛି ପ୍ରେଡିକ୍ସନ କରିପାରେ, ଚିନ୍ତା କରିପାରେ। ଆଉ ସାଧାରଣ ମାଇଣ୍ଡ ସେ କିଛି ଚିନ୍ତା କରିପାରେ, କମନ ମ୍ୟାନ, ଆମ ଭଳିଆ ଲୋକ। ତେଣୁ ଏଇ ଯୋଉ ଜିନିଷଟା ଆସେ, ତେଣୁ ଏ ମନକୁ ଯଦି ଆମେ କଣ୍ଟ୍ରୋଲ ନ କରିପାରୁ, ଏ ମନ ଆମର ଏକ ବିରାଟ ଶତ୍ରୁ ମଧ୍ୟ ହେଇଯାଏ। ତେଣୁ ମନଟା ଆମର ଏକ ଶତ୍ରୁ ମଧ୍ୟ ପାଲଟିଯାଏ। So mind is a very good ମାନେ ସର୍ଭାଣ୍ଟ। ଆମେ ତାକୁ ଯଦି କାମରେ ଲଗାଉ, ସେ ଭଲ କାମରେ, ଆମ କାମରେ ଲଗାଉ, ସକାରାତ୍ମକ ଚିନ୍ତା କରିବା କାମରେ ଲଗାଇ, ଆମେ ଚିନ୍ତା କରି ଲଗେଇ ପାରିବା। ଅଦରୱାଇଜ ତ ଓଷ୍ଟ ମାଷ୍ଟର, ଯଦି ସିଏ ଆମକୁ କଣ୍ଟ୍ରୋଲ କରେ, ମାଇଣ୍ଡ ଆମକୁ ଯଦି କଣ୍ଟ୍ରୋଲ କରେ, ସେ ଆମକୁ ଅନେକ କୁକର୍ମ ମାନେ କଦାକାର କର୍ମକୁ ନେଇଯାଏ, ଯୋଉଥିରେ ମଣିଷ ଜୀବନଟା ସୁନ୍ଦର ହେଇ ଉଠେ ନା, ଏବଂ ଅତ୍ୟନ୍ତ ଦୁଃଖମୟ ହେଇ ଉଠେ, ଅତ୍ୟନ୍ତ ପୀଡ଼ାଦାୟକ ହେଇ ଉଠେ। ତ ମାଇଣ୍ଡ ଇଜ ଏ ବ୍ୟୁଟିଫୁଲ ସର୍ଭାଣ୍ଟ ଆଣ୍ଡ ଏ ଡେଞ୍ଜରସ୍ ମାଷ୍ଟର। ତ ଆମେ ମାଇଣ୍ଡକୁ କେବେ ଆମର ମାଷ୍ଟର କରିବା। ଏଇ ଯୋଉ ମାଇଣ୍ଡର କଥା କହୁଥିଲି, ମାଇଣ୍ଡକୁ ଯଦି ଆମେ ମାଷ୍ଟର କରିଦବା, ତ ସିଏ ଆମକୁ କଣ୍ଟ୍ରୋଲ କରିଦବ। ତ ମାଇଣ୍ଡଟାକୁ, ଏଇ ଯୋଉ ଥଟ୍ସ ର କଥାକୁ ଯଦି ଆମେ ଦେଖୁ, ମାଇଣ୍ଡ କଥା, ଯେ ଗୋଟେ ଷ୍ଟୋରି ମୁଁ କହିପାରେ, ଯେ ଗୋଟେ ରାକ୍ଷସ ଥରେ ଆସିଗଲା। ସେ କହିଲା ଯେ ମତେ କାମ ଦିଅ, ଆଉ ମୁଁ ଯାହା ଦବ କାମ କରିବି, ଯଦି କାମ ନଦବ ତାହେଲେ ତମକୁ ଖାଇଦେବି। ସେ ରାକ୍ଷସକୁ ସବୁ ଯିଏ ଯେତେ କାମ ଦେଲେ ସବୁ କରିପାରିଲେ, ଯେତେ କାମ ନ, କେତେ କାମ ଦେବେ, କଣ କରିବେ, ଆଉ ଯାହା କରେଇବେ କରିପାରିଲେ। ଦେଖାଗଲା ସେ ଅନେକ ଲୋକଙ୍କୁ ଖାଇଗଲା। ରାଜାଙ୍କୁ ଖବର ମିଳିଲା, ରାଜା ସେଠୁ କହିଲେ ଆରେ ଏଟା ବଢିଆ ଜିନିଷ, ମୋର ତ ରାଜା ମାନେ ଯୋଉ ରାଜ୍ୟର ବାଉଣ୍ଡରୀ ୱାଲ ଅଛି, ଯଦି ଲଗେଇଦେବି ତାକୁ, ତ ଆଉ ସେଇଥିରେ ଲାଗିଗଲେ ତ ବାଉଣ୍ଡରୀ ୱାଲ କେତେ ଦିନ ଲାଗିଯିବ। ତ ତାକୁ ରାକ୍ଷସକୁ ଡକା ହେଲା, ତାକୁ ଯେତେବେଳେ କୁହାଗଲା ଯେ କି ତୁ ବାଉଣ୍ଡରୀ ୱାଲ ଲଗା, ସେ ଲଗେଇଦେଲା। ପୁଣି ଯଦି ଲଗେଇ ପୁଣି ଆସିଗଲା, ରାଜାଙ୍କୁ ପୁଣି ଆଉ କାମ ଦିଅ, ରାଜା ଆଉ କାମ ପାଇଲେ, ନିରୁତ୍ତର ହେଇକି ରାଜା ଜଣେ ସାଧୁଙ୍କର ସାହାଯ୍ୟ ନେଲେ, କେମିତି ସେ ରାକ୍ଷସ କୋଳରୁ ମୁକ୍ତ ପାଇବେ। ତେଣୁ ମନ ଭିତରେ ଯେତେବେଳେ ଅନେକ ଚିନ୍ତା ଆସେ, ରାକ୍ଷସ କେମିତି ମୁକ୍ତ ପାଇବେ ପଇସାର, ସେତେବେଳେ ସେଇ ସାଧୁ ଜଣକ ତାକୁ କଣ କଲେ, ଗୋଟେ ବାଉଁଶ ଗଛଟେ ପୋତିଥିଲେ, ଯାହାର 7ଟା ଗଣ୍ଠି ଥିଲା। ତାକୁ କହିଲେ ତୁ ଗଣ୍ଠିକୁ ଧରି ଧରି ଉପର ଯାକେ ଚଢିବୁ, ଆଉ ପୁଣି ତଳକୁ ଖସିବୁ, ପୁଣି ଉପରକୁ ଚଢିବୁ। ତେଣୁ ଇଟ୍ ଇଜ ନେଭର ଏଣ୍ଡିଂ ପ୍ରୋସେସ। ଚଢିବୁ ଉପରକୁ, ପୁଣି ତଳକୁ ଖସିବୁ, ପୁଣି ଉପରକୁ ଚଢିବୁ, କାରଣ ଏଇଟା ନେଭର ଏଣ୍ଡିଂ ପ୍ରୋସେସ। ଯେତେବେଳେ ସେଇଥିରେ ନିୟୋଜିତ ହେଇଗଲା, ସିଏ ଆଉ ସେଥିରୁ ନିବୃତ୍ତ ହେଇପାରିଲାନି, ଆଉ ସିଏ ଆଉ ମୁକ୍ତି ପାଇପାରିଲା, ସିଏ ମୁକ୍ତି ପାଇଲା। ତେଣୁ ଏଇ ଯୋଉ ରାକ୍ଷସ, ସେ କିଛି ନୁହଁ, ସେ ହଉଛି ମନ। ତେଣୁ ମନ ଅନେକ କିଛି କାମ କରିବାକୁ ଚାହେଁ, କାମ ସରିଗଲେ ପୁଣି ତାକୁ କାମ ଦବ। କିନ୍ତୁ ମନକୁ ଯଦି ଏଇ ଯୋଉ 7ଟା ଗଣ୍ଠି ଯୁକ୍ତ, ଏଇ ଯୋଉ ଆମର ଯୋଉ ପ୍ଲେକ୍ସସ୍ ଅଛି ବା ଚକ୍ର ଅଛି, ଏଇ 7ଟା ଚକ୍ର ଦେଇକି ଯଦି ତାକୁ ଗତି କରାଯାଏ, ତେବେ ଏଇ ଯୋଉ ମୂଳାଧାର ଚକ୍ର, ମୂଳାଧାର ସ୍ୱାଧିଷ୍ଠାନ, ଆଗ୍ନେୟ ଚକ୍ର, ଆଉ ଆ ବିଶୁଦ୍ଧ ଯୋଉ ଅନାହତ ଚକ୍ର, ବିଶୁଦ୍ଧ ଚକ୍ର, ଆଜ୍ଞା ଚକ୍ର ବା ଜ୍ଞାନ ଚକ୍ର, ଆଉ ତାପରେ ଆମର ଯୋଉ ସହସ୍ର ଚକ୍ର, ଏମିତି ଯୋଉ 7ଟା ଚକ୍ର ଅଛି, ଏଇ ଚକ୍ର ଦେଇକି ଯୋଉ ସାଧନା, ମନଟାକୁ ଯଦି ମୂଳାଧାରରୁ ସହସ୍ର ଚକ୍ର ପର୍ଯ୍ୟନ୍ତ ନେଇ ଆସୁ, ବା ଆଜ୍ଞା ଚକ୍ର ପର୍ଯ୍ୟନ୍ତ ଆଣୁ, ସେଥିରେ କଣ ହୁଏ, ମଣିଷ ତାର ଯୋଉ ବୃତ୍ତି ପ୍ରବୃତ୍ତି ନିୟନ୍ତ୍ରିତ ହୁଏ। ତାମାନେ ଏଇ ବୃତ୍ତି ପ୍ରବୃତ୍ତିଟା ତାର ପ୍ରପରଲି ନିୟନ୍ତ୍ରିତ ହୁଏ। ବୃତ୍ତି ପ୍ରବୃତ୍ତି ଯେତେବେଳେ ନିୟନ୍ତ୍ରିତ ହୁଏ, ତାମାନେ ଯୋଉ ଆହାର ନିଦ୍ରା ମୈଥୁନର ଯୋଉ ଚିନ୍ତା, ସେଇ ଚିନ୍ତାର ଊର୍ଦ୍ଧ୍ୱମୁଖୀରେ ସେ ଗତି କରେ, ଏବଂ ଆଜ୍ଞା ଚକ୍ର ଯେତେବେଳେ ରହେ, ତାର ମାନେ ଆଧ୍ୟାତ୍ମିକ ଚିନ୍ତାଧାରା, ଆଧ୍ୟାତ୍ମିକ ଚେତନା ଶକ୍ତିଟା ତାର ଜାଗ୍ରତ ହେଇଯାଏ।
ତେଣୁ ଏଇ ଯୋଉ ମାଇଣ୍ଡଟାକୁ କଣ୍ଟ୍ରୋଲ କରିବା ପାଇଁ ଏଇ ଧ୍ୟାନର ଆବଶ୍ୟକ ପଡେ। ତ ମାଇଣ୍ଡର ମେନ୍ ଜିନିଷଟା ହଉଛି କଣ୍ଟ୍ରୋଲ କରିବା ପାଇଁ ଗୋଟେ ହଉଛି ମେଡିଟେସନ ବା ଧ୍ୟାନ, ଯାହା ଠାକୁର କହୁଥିଲେ ଏ ନାମ ମଣିଷକୁ ତୀକ୍ଷ୍ଣ କରେ, ଧ୍ୟାନ ମଣିଷକୁ ସ୍ଥିର ଏବଂ ଗ୍ରହଣକ୍ଷମ କରାଏ। ତେଣୁ ଏ ଡିସିପ୍ଲିନ ମାଇଣ୍ଡଟା ମଣିଷକୁ ସବୁବେଳେ ହାପିନେସ ଦିଏ, ଆନନ୍ଦ ଦିଏ। ମାଇଣ୍ଡଟା ଯେତେବେଳେ ଇନଡିସିପ୍ଲିନ ହେଇଯାଏ, ଆମର ଚଳନି ମଧ୍ୟ ଇନଡିସିପ୍ଲିନ ହେଇଯାଏ, ତେଣୁ ଆମେ ଦୁଃଖ ପାଉ। ତେଣୁ ଆମେ ସୁଖ ପାଇବା ପାଇଁ ହେଲେ ଗୋଟେ ଡିସିପ୍ଲିନ ଆବଶ୍ୟକ ପଡେ। ସେଥିପାଇଁ ଠାକୁର ଯୋଉ ଯଜନ ଯାଜନ ଇଷ୍ଟପତି ସୁଶୀଲ ସଦାଚାର ଦେଇଛନ୍ତି, ଇଏ ହଉଛି ଏକ ସକାରାତ୍ମକ ଚିନ୍ତାଟାକୁ ତିଆରି କରିବାର ଧାରା। ତେଣୁ ଇଏ ହଉଛି ଗୋଟେ ଡିସିପ୍ଲିନ ମାଇଣ୍ଡର ଧାରା। ଏ ଡିସିପ୍ଲିନ ମାଇଣ୍ଡ ଭିତରେ ଯେତେବେଳେ ଆମେ ରହୁ, ସେତେବେଳେ କଣ ହୁଏ, ମାଇଣ୍ଡଟା ମାନେ ଆନନ୍ଦ ପାଏ। ତେଣୁ ସବୁ ଯେତେ ପ୍ରୋବ୍ଲେମ ଆସେ ଜୀବନରେ, ଆ, ଅ, ସବୁ ପ୍ରୋବ୍ଲେମ କୁହନ୍ତୁ ବା ସବୁ ରୋଗ ବି କୁହନ୍ତୁ, ରୋଗର ବା ଅକ୍ସଫୋର୍ଡ ୟୁନିଭରସିଟିର ଯୋଉମାନେ ପରୀକ୍ଷା କରିକି ଦେଖିଥିଲେ ଯେ ଆ, ଅ, ରୋଗ ସୃଷ୍ଟିର ମୂଳ ହଉଛି ମନ ଦେଇକି ରୋଗଟା ସୃଷ୍ଟି ହୁଏ। ଏଇ ଯୋଉ ନକାରାତ୍ମକ ଚିନ୍ତାଧାରା ଭିତରେ ଦେଇକି କେତେବେଳେ ମୁଁ ଆଉ ବଞ୍ଚିବିନି, ମୋ ଦ୍ଵାରା ଆଉ ହବନି କିଛି, ମୋ ଶରୀର ଅସୁସ୍ଥ ହେଇଗଲାଣି, ମୁଁ ଏଥିରୁ ଆଉ ବାହାରି ପାରିବିନି, ଏମିତି ପ୍ରକାର ଚିନ୍ତା ଯେତେବେଳେ ମଣିଷ ଭିତରକୁ ଆସେ, ଏ ନକାରାତ୍ମକ ଚିନ୍ତାଟା କଣ କରେ, ମଣିଷଟାକୁ ଆ ମାନେ ତାର ମାଇଣ୍ଡଟାକୁ କଣ କରେ ନା ରୋଗଗ୍ରସ୍ତ କରାଏ, ଦୁଃଖଗ୍ରସ୍ତ କରାଏ। ତେଣୁ ମୂଳ ସବୁ ଅସୁବିଧା ବା ସବୁ ଦୁଃଖ ରୋଗ ଶୋକର ମୂଳ ହଉଛି ଏଇ ମନ। ତେଣୁ ଯେତେବେଳେ ମନଟା ଯେତେବେଳେ କାମ ରହେ, ଶାନ୍ତ ରହେ, ସେଥିରେ ଜୀବନଟା ଇଜିଅର ହୁଏ। ଡିସିସନ ଟାକୁ ମଣିଷ ଆମେ ଯୋଉ ଡିସିସନ ନଉ, ଡିସିସନ ମେକିଂ ପାୱାର ଟା ବୃଦ୍ଧି ପାଏ, ଭଲ ବୃଦ୍ଧି ହୁଏ। ନଚେତ କଣ ହୁଏ, ଆମେ ଡିସିସନ ପାୱାର ଟା ଆମର ଠିକ ସେ ହେଇପାରେ। ତେଣୁ ଠାକୁର କହୁଥିଲେ ଅଲ୍ ସୋର କମ୍ସ ଥ୍ରୁ ଦ ମାଇଣ୍ଡ, ଯେତେ ଦୁଃଖ ଆସେ ତା ମାଇଣ୍ଡ ଦେଇ ଆସେ, and control your mind. All evil thoughts should be the diverted to the ଇଷ୍ଟ ପ୍ରତିଷ୍ଠା। ଯଦି ଯୋଉ ଖରାପ ଚିନ୍ତା ଯେତେବେଳେ ଆସୁଛି, ତାକୁ ଯଦି ମୁଁ ଇଷ୍ଟ କର୍ମରେ ଯଦି ଡାଇଭର୍ଟ କରିଦିଏ, ସେତେବେଳେ ନିଶ୍ଚିତ ଭାବରେ ମୁଁ ସେଥିରୁ ମୁକ୍ତି ପାଏ। ତେଣୁ ଏଇ ଯୋଉ ୟୁନିସେଣ୍ଟ୍ରିକ ମାଇଣ୍ଡ, ଯାହା ଠାକୁରଙ୍କର ସତ୍ୟାନୁସରଣ କଥା, ୟୁନିସେଣ୍ଟ୍ରିକ ମାଇଣ୍ଡ, ଏକାଗ୍ରତା ବା ମାନେ ନିରୁଦ୍ଧ ଚିନ୍ତା, ୟୁନିସେଣ୍ଟ୍ରିକ ମାଇଣ୍ଡ ଇଜ ଦ ସମାଧି। ଏଇ ସମାଧି ଯାହା ମାନେ ଠାକୁରଙ୍କର ଯାହା ମୂଳ ଥିଲା, ସେ ସତା ସଚିଦାନନ୍ଦମୟ, ଏଇ ସତ୍ତା ସବୁବେଳେ ଆନନ୍ଦ ଚାହେଁ। ତେଣୁ ଏ ସୁନ୍ଦର ଜୀବନ ପାଇଁ ଏ ସତ୍ତାପୋଷୀ ଚଳନି ହିଁ ଆବଶ୍ୟକ ପଡେ। ମଣିଷର ଚଳନିଟା ଯେତେବେଳେ ସତ୍ତାମୁଖୀ ହୁଏ, ସତ୍ତାପୋଷୀ ହୁଏ, ସେତେବେଳେ ମଣିଷ ଆନନ୍ଦ ପାଏ। ଯେତେବେଳେ ସତ୍ତାପୋଷୀ ନ ହୁଏ, ମଣିଷଟା ଆନନ୍ଦ ପାଇପାରେ ନା, ଦୁଃଖ ପାଏ। ତେଣୁ ମଣିଷ ଅନେକ ସମୟରେ ଦୁଃଖ କଷ୍ଟ ବ୍ୟାଧି ଭିତରକୁ ସେ ଚାଲିଯାଏ। କାହିଁକି? ତାହେଲେ ଚଳନିଟା ସତ୍ତାପୋଷୀ ହୁଏନି। ତେଣୁ ତେଣୁ ଏଇ କ୍ରମରେ ଯଦି ଆମେ ଦେଖୁ, ତ ଏଇ ଯୋଉ ବିଭିନ୍ନ ପ୍ରକାର ମାନେ ଚିନ୍ତା ଯୋଉ ଆସେ, ସକାରାତ୍ମକ ଚିନ୍ତା ଆଉ ନକାରାତ୍ମକ ଚିନ୍ତା ଭିତରେ ଯଦି ମୁଁ ଦେଖେ, ଗୋଟେ ଜିନିଷ ମୁଁ କହିପାରେ, ମା ପୁଅକୁ ଅପେକ୍ଷା କରିଥାଏ ସ୍କୁଲରୁ ଆସିବା ପାଇଁ। ଯଦି ଟିକେ ସାମାନ୍ୟ ବିଳମ୍ବ ହେଇଯାଏ, ମା ସାଙ୍ଗେ ସାଙ୍ଗେ ନକାରାତ୍ମକ ଚିନ୍ତା କରେ, ପଡିଗଲା କି ରାସ୍ତାରେ, ଆକ୍ସିଡେଣ୍ଟ ହେଇଗଲା କି, ସ୍କୁଲରେ ତାକୁ ସାଙ୍ଗମାନେ ପିଟିଲେ କି, ସ୍କୁଲରେ ତାକୁ କିଛି ଦଣ୍ଡ ଦେଲେ କି, ଗାଡି ଆକ୍ସିଡେଣ୍ଟ ହେଇଗଲା କି, ଏମିତି ଅନେକ ନକାରାତ୍ମକ ଚିନ୍ତା କରେ। ତେଣୁ ଏଇ ଯୋଉ ନକାରାତ୍ମକ ଚିନ୍ତାଟା, ତେଣୁ ଇଏ କଣ କରେ ନା ଅନେକ କିଛି କ୍ଷତି କରାଏ। ତେଣୁ ମୁଁ ଯେତେବେଳେ ଚିନ୍ତା କରେ ମୋ ପୁଅର କାଳେ ଆକ୍ସିଡେଣ୍ଟ ହେଇଗଲା ବୋଲିକି, ସେତେବେଳେ ମୋ ପାଖରେ ଯୋଉ ହରମୋନ ସିକ୍ରିସନ ହୁଏ, ଏ ହରମୋନ ଟା ମୋର ଫିଜିକାଲ ବଡିର ମାନେ ଅବସ୍ଥାଟାକୁ ବ୍ୟତିବ୍ୟସ୍ତ କରିଦିଏ। କାରଣ ଯୋଉ ଆମ ତିନିଟା ଶରୀରର କଥା, ଯୋଉଟା
ବେଦରେ ଉପାଖ୍ୟାନ ଅଛି ଯେ ସ୍ଥୂଳ ଶରୀର, ସୂକ୍ଷ୍ମ ଶରୀର ଆଉ କାରଣ ଶରୀର। ପୁଣି ଯୋଉ ପଞ୍ଚକୋଷର କଥା କୁହାଯାଇଛି, ଯୋଉ ଅନ୍ନମୟ କୋଷ, ଏଇ ଅନ୍ନମୟ କୋଷଟା ହଉଛି ଏଇ ଯୋଉ ଫିଜିକାଲ ବଡିଟା, ଯୋଉ ଶରୀରଟା, ସ୍ଥୂଳ ଶରୀର, ଯାହା ଆମେ ଖାଇ ପିଇକି ବଞ୍ଚିକି ସୁସ୍ଥ ହେଇକି ଅଛେ। ତେଣୁ ଏଇ ଯୋଉ ଅନ୍ନମୟ କୋଷଟା, ଏଇ ଅନ୍ନମୟ କୋଷଟା ସେଟାକୁ ଆମେ ଦେଖିପାରୁ। କାହିଁକି? ଯାହା ଦେଇକି ଆଲୋକ ପ୍ରବେଶ କରିପାରେ ନା, ତାକୁ ଆମେ ଦେଖିପାରୁ। ଆପଣମାନେ ଆପଣ ଘର ପରିବେଶ ପରିବେଷ୍ଟନରେ ଯାହା କିଛି ଦେଖନ୍ତି, ଯାହା ଦେଇକି ଆଲୋକ ପ୍ରବେଶ କରିପାରେ ନା, ତାକୁ ଆପଣ ଦେଖିପାରନ୍ତି। ଯାହା ଦେଇକି ଆଲୋକ ପ୍ରବେଶ କରିପାରେ, ତାକୁ ଆପଣ ଆଉ ଦେଖିପାରନ୍ତି ନାହିଁ। ତେଣୁ ଏ ଯୋଉ ପଞ୍ଚକୋଷୀୟ ଶରୀର, ସିଥ୍ ବା ପଞ୍ଚକୋଷୀୟ ଶରୀର ଅଛି, ଆମେ କେବଳ ସେ ସ୍ଥୂଳ ଶରୀରଟାକୁ ଦେଖିପାରୁ, କାରଣ ଏଠି ଅବଷ୍ଟ୍ରକ୍ଟ ଲାଇଟ୍, ଆଲୋକ ତା ଭିତରେ ଦେଇକି ପ୍ରବେଶ କରିପାରେ। ତା ଭିତରେ ଏଇ ଯୋଉ କୋଷ ହଉଛି ଶରୀରରୁ ଆତ୍ମା ପର୍ଯ୍ୟନ୍ତ ଗତିର ତିନୋଟି ଯୋଉ ବିଭିନ୍ନ ସ୍ତର, ଯୋଉ ଶରୀରରୁ ଆତ୍ମା ପର୍ଯ୍ୟନ୍ତ ଯୋଉ ଗତି, ଏଇ ପଞ୍ଚକୋଷୀୟ ସଂରଚନାଟା ହଉଛି ତାହା। ତେଣୁ ଶରୀର, ସ୍ଥୂଳ ଶରୀରଟା ହଉଛି ଶରୀର, ଆଉ ଯୋଉ ଆନନ୍ଦମୟ କୋଷ, ଇଏ ହଉଛି ମାନେ ତାର ପୂର୍ଣ୍ଣ ଅବସ୍ଥା ବା ଶେଷ ଅବସ୍ଥା। ଶରୀରରୁ ତାପରେ ଶରୀର ହଉଛି ଅନ୍ନମୟ କୋଷ ଓ ଆନନ୍ଦମୟ କୋଷ ହଉଛି ଆତ୍ମାର ସ୍ଥଳୀ। ତେଣୁ ଶରୀରରୁ ଆତ୍ମାକୁ ଗତିଶୀଳ କରି ହବା ପାଇଁ ତେଣୁ ତିନିଟା ସ୍ଟେପ ଦେଇକି ଯିବାକୁ ପଡେ। ମାନେ ଏ ସ୍ଥୂଳ ଶରୀର ଯୋଉଟାକୁ ଆମେ ଦେଖିପାରୁ, ଆଉ ଯୋଉ ସୂକ୍ଷ୍ମ ଶରୀର ବା ସୂକ୍ଷ୍ମ ଅବସ୍ଥାରେ ବା କାରଣ ଶରୀର, ତାକୁ ଆମେ ଦେଖିପାରୁନା। ଯାହା ଠାକୁର କହୁଥିଲେ ଗୋଟେ ପ୍ରୋଟୋପ୍ଲାଜମିକ ବଡି, ଆଉ ଗୋଟେ ହଉଛି ଏକ୍ଟୋପ୍ଲାଜମିକ ବଡି। এই এক্টোপ্লাজমিক বডি বা অশরীর আত্মা, অশরীরটা বা ইনভিজিবল বডিটাକୁ ଆମେ ଦେଖିପାରୁନା। ଯୋଉ ଇନଭିଜିବଲ ବଡି ଅବସ୍ଥାରେ ଆମେ ଆଉ ଗୋଟେ ପୁନର୍ଜନ୍ମ ପାଉ, ସେତେବେଳେ ପର୍ଯ୍ୟନ୍ତ ଶରୀର ତ୍ୟାଗ କଲା ପରେ, ମୃତ୍ୟୁ ପରେ, ଏଇ ଇନଭିଜିବଲ ବଡିଟା, ଏଇ ଯୋଉ ଏକ୍ଟୋପ୍ଲାଜମିକ ବଡିଟା ବଞ୍ଚିକି ରହେ ଆଉ ଗୋଟେ ଶରୀର ଗ୍ରହଣ କରିବା ପାଇଁ। ଯାହା ଦ୍ରୋଣଙ୍କର ପୁତ୍ରକୁ ଯୋଉ ଅଭିଶାପ ଦେଇଥିଲେ, ସେଇ ଏକ୍ଟୋପ୍ଲାଜମିକ ଅବସ୍ଥାରେ ସିଏ ଜୀବିତ ହେଇକି ରହିଥିଲେ। ତେଣୁ ସେଇ ଯୋଉ ଏକ୍ଟୋପ୍ଲାଜମିକ ଅବସ୍ଥାରେ ସିଏ ଥିଲେ, ତ ଇଏ ହଉଛି ତାଙ୍କର ସେଇ ଶରୀର। ତେବେ କଥା ଉଠୁଛି, ଏଇ ଯୋଉ ଶରୀରଟା ଯୋଉ ମାନେ ଏଇ ଯୋଉ ସ୍ଥୂଳ ଶରୀର ଯାହାକୁ ଆମେ ଦେଖିପାରୁ, ତାପରେ ହଉଛି ପ୍ରାଣମୟ କୋଷ, ପ୍ରାଣବାୟୁ ବା ଏୟାର। ତା ମାନେ ଆମର ଗୋଟେ ବାୟୁ ମଣ୍ଡଳ ଆମ ଚାରି ପାଖରେ ଅଛି, ଯାହା ଦେଇକି ଆମେ, ଇଏ ବି 5 ପ୍ରକାର ବାୟୁ ଅଛି। ତେଣୁ ଏଇ ଯୋଉ ମାନେ ଏଇ ଯୋଉ ବାୟୁର ଯୋଉ ମାନେ ଆସ୍ତରଣ ଆମ ପାଖରେ ଅଛି, ତ ଏଇ ଯୋଉ 5 ପ୍ରକାର ବାୟୁ ଅଛି, ପ୍ରାଣବାୟୁ, ଉଦାନ ବାୟୁ, ସମାନ ବାୟୁ, ବାୟାନ ବାୟୁ ଆଉ ଅପାନ ବାୟୁ। ତ ଏଇ ଯୋଉ 5 ବାୟୁ ଅଛି, ଇଏ ଆମ ବଡି ଭିତରେ ଅଛି। ମୋ ଶରୀର ଭିତରେ, ମୋ ପେଟ ଭିତରେ ଘୁଘା କରୁଛି, ମୋ ବ୍ଲଡ ସର୍କୁଲେସନ ହଉଛି। ଏସବୁ ଏଇ ଯୋଉ ବାୟୁ ମାନେ ସର୍କୁଲେଟରୀ ସିଷ୍ଟମ, ରେସ୍ପିରେଟରୀ ସିଷ୍ଟମ, ଡାଇଜେଷ୍ଟିଭ ସିଷ୍ଟମ, ଏକ୍ସକ୍ରିଟୋରୀ ସିଷ୍ଟମ, ଯୋଉ ସବୁ ସିଷ୍ଟମ ଅଛି ଶରୀର ଭିତରେ, ଇଏ ସବୁ 5ଟା ସିଷ୍ଟମକୁ କଣ୍ଟ୍ରୋଲ କରେ, 5ଟା ବାୟୁ। ତେଣୁ ଏଇ ଯୋଉ ସିଷ୍ଟମ ପାଇଁ ବଡି ଭିତରେ ଏୟାର ଆବଶ୍ୟକ ପଡୁଛି। ବିନା ଏୟାର ପ୍ରେସରରେ ବ୍ଲଡ ବି ଗତି କରେନି। ବିନା ଏୟାର ପ୍ରେସରରେ ଆମର ବାଉଲ ମୁଭମେଣ୍ଟ ମଧ୍ୟ ହୁଏନି। ଆମର ଯୋଉ ପେଟରେ ଯୋଉ ଗତି ହଉଛି, ଛୁଆ ଯୋଉ ମା ପେଟରେ ଖେଳେ, ସେ ବି ମଧ୍ୟ ଏୟାର ପ୍ରେସରରେ ଖେଳେ। ଇଏ ସମସ୍ତ ବାୟୁର ଚକ୍ର, ଇଏ ହଉଛି ପ୍ରାଣମୟ କୋଷ। ତାପରେ ମୋର ଗୋଟେ ମନ ଅଛି, ଯୋଉ ମନ ବିଷୟରେ ଆମେ ଡିସ୍କସ କରୁଥିଲେ। ଆଉ ଗୋଟେ ଜ୍ଞାନମୟ କୋଷ ଅଛି, ଇଣ୍ଟେଲେକ୍ଚୁଆଲ ସ୍ଥିତି, ଯୋଉଠିକି ମୁଁ ଚିନ୍ତା କରିପାରେ, ଠିକ ଭୁଲକୁ ଚିନ୍ତା କରିପାରେ। ତେବେ ଯେତେବେଳେ ମତେ କିଛି ଗୋଟେ ମାନେ ମାଟା ଯେତେବେଳେ ଯେତେବେଳେ ସକାରାତ୍ମକ ଚିନ୍ତା କରେ, ସକାରାତ୍ମକ ଚିନ୍ତା କଣ, ଯଦି ଚିନ୍ତା କରେ ନାଇଁ ମୋ ପୁଅ ପଢୁଥିବ, ମୋ ପୁଅ ଯଦି ସ୍କୁଲରେ ଆଜି ବୋଧେ ଏକ୍ସଟ୍ରା କ୍ଲାସ ହେଇଛି ରହିଯାଇଥିବ, ମୋ ପୁଅ ଯଦି ସାଙ୍ଗମାନଙ୍କର କିଛି ସୋସିଆଲ ସାମାଜିକ ସେବା କରୁଥିବ, ଇଏ ହଉଛି ସକାରାତ୍ମକ ଚିନ୍ତା। ଏ ପ୍ରକାର ଚିନ୍ତା ଯଦି ଆସେ, ତାହେଲେ ମୋର ଗୁଡ ହରମୋନ ମତେ ସିକ୍ରେସନ ହୁଏ। କାରଣ ମା ମାନେ ସାଧାରଣତଃ ପୁଅର ବିଳମ୍ବ ବା ପୁଅର ଅସୁବିଧା ପାଇଁ ଅନେକ ସମୟରେ
ନକାରାତ୍ମକ ଚିନ୍ତା ତାଙ୍କ ଭିତରକୁ ଆସିଯାଏ। ସେଇ ଉଦ୍ଦେଶ୍ୟରେ ମୁଁ କହିବା ପାଇଁ ଚାହେଁ। ତେଣୁ ଯେତେବେଳେ ନକାରାତ୍ମକ ଚିନ୍ତା କରେ ମୋର ଶାରୀରିକ ମାନେ ହରମୋନାଲ ଡିଜଅର୍ଡର ହୁଏ, ହରମୋନ ସିକ୍ରିସନ ଯୋଉ ହୁଏ, ଏ ହରମୋନାଲ ସିକ୍ରିସନ ଟା ମତେ ଡିଜଅର୍ଡର କରିଥାଏ, ବ୍ୟତିବ୍ୟସ୍ତ କରାଇଦିଏ। ତେଣୁ ମୁଁ ସେଇ ଯୋଉ ହରମୋନାଲ ଡିଜଅର୍ଡର ଟାକୁ କଣ୍ଟ୍ରୋଲ କରିବା ପାଇଁ ହେଲେ ତେଣୁ ମତେ ସେଇ ପ୍ରକାର ନିୟନ୍ତ୍ରଣ ଭିତରେ ଯିବାକୁ ପଡେ, ମୁଁ ଚାପଗ୍ରସ୍ତ ହେଇ ଉଠେ। ତେଣୁ ଏଇ ସବୁ ଜିନିଷକୁ ଯଦି ଆମେ ଦେଖୁ, ତେଣୁ ଏଇ ସକାରାତ୍ମକ ଚିନ୍ତା ଯେତେବେଳେ ସ୍ୱାମୀଟା ଅଫିସରୁ ଯେତେବେଳେ ଆସିବା ଲେଟ୍ ହେଇଯାଏ କୌଣସି କର୍ମ, ମୁଁ ଚିନ୍ତା କରେନି ଯେ ସ୍ୱାମୀର କିଛି ଅଧିକ କାମ ରହିଯାଇଥିବ। ମୁଁ ଅନେକ ଖରାପ ଚିନ୍ତା କରେ, ଗାଡି ଆକ୍ସିଡେଣ୍ଟ ହେଇଗଲା କି କି ଅସୁବିଧା ହେଲା କି କାହା ସହିତ ଗଣ୍ଡଗୋଳ ହେଲା କି ଦେହ ଖରାପ ହେଲା କି କି ଆଉ କାହା ସହିତ ଚାଲିଗଲେ କି ଆଉ କାହା ସହିତ, ଏମିତି ଅନେକ କିଛି ଚିନ୍ତା କରେ। ତେଣୁ ଏ ହଉଛି ନକାରାତ୍ମକ ଚିନ୍ତା, ଯୋଉଟା କି ମତେ ଆନନ୍ଦ ଦିଏନି, ଦୁଃଖ ଦିଏ। ମଣିଷ ଜୀବନଟା ଦୁଃଖମୟ ହେଇଯାଏ, ନିରାନନ୍ଦମୟ ହେଇଯାଏ। ତେଣୁ ଏଇ ଆନନ୍ଦମୟ ଜୀବନ ପାଇଁ ସକାରାତ୍ମକ ଚିନ୍ତାର ଅନେକ ଭାବରେ ଆବଶ୍ୟକତାଟା ଥାଏ। ତେଣୁ ଏଇ ଯୋଉ ସକାରାତ୍ମକ ଚିନ୍ତାଟା ମଣିଷକୁ ଚାପଗ୍ରସ୍ତ କରେ ନା। ଦେଖନ୍ତୁ, ଯେତେବେଳେ ମୁଁ ମନ ଦେଇକି କିଛି ଚିନ୍ତା କରେ, ସକାରାତ୍ମକ ଚିନ୍ତା କରେ, ମୋର ଯୋଉ ବାୟୁ ଅଛି, ଯୋଉ ରେସ୍ପିରେଟୋରୀ ସିଷ୍ଟମ ବାୟୁ ଅଛି, ଏ ବାୟୁଟା ସନ୍ତୁଳିତ ଅବସ୍ଥାରେ ଯାଏ। ଦେଖନ୍ତୁ, ମୁଁ ଯେତେବେଳେ ନକାରାତ୍ମକ ଚିନ୍ତା କରେ, ଭୟ କରେ କି ଗୋଟେ ଖରାପ ଜିନିଷ ଚିନ୍ତା କରେ, ମନ ଦେଇକି ଯେତେବେଳେ ଚିନ୍ତା କରେ, ସେତେବେଳେ କଣ ହୁଏ, ଏଇ ମନୋମୟ କୋଷର ପ୍ରଭାବରେ ଏଇ ପ୍ରାଣମୟ କୋଷଟା, ପ୍ରାଣବାୟୁଟା ତାର ଗତି ବଢିଯାଏ। ମୁଁ ଯେତେବେଳେ କ୍ରୋଧ କରେ, କେତେ ଜୋର ଫ ହେଇକି ନିଶ୍ୱାସ ନିଏ। ମାନେ କ୍ରୋଧ ହେଲେ ମୋର ବାୟୁ ଯେତେବେଳେ ଚଳନ, ପଞ୍ଚ ବାୟୁ ମଧ୍ୟ ସେଇଦ୍ୱାରା ମାନେ ତାଙ୍କର ସନ୍ତୁଳନ ମଧ୍ୟ ହରାନ୍ତି, ଡାଇଜେଷ୍ଟିଭ ସିଷ୍ଟମ ବଢିଯାଏ, ପରିସ୍ରା ହେଇଯାଏ ବହୁତ ଲୋକଙ୍କର ଭୟରେ, ଝାଡା ହେଇଯାଏ, ମୃତ୍ୟୁ ବେଳେ ମଧ୍ୟ ଲୋକ ସେ ଭୟ ପାଇକି ଝାଡା ମଧ୍ୟ କରିଦିଅନ୍ତି। ତାର ମୂଳ କାରଣ ହଉଛି ଏ ବାୟୁର ଚଳନଟା ବ୍ୟତିବ୍ୟସ୍ତ ହେଉଛେ। ତେଣୁ ମୁଁ ଯେତେବେଳେ ମନ ଦେଇକି ଯେତେବେଳେ ଖରାପ ଚିନ୍ତା କରେ, ଯୋଉମାନେ ରୋଗର କାରଣ ହଉଛି, ମନ ଯେତେବେଳେ ଚିନ୍ତା କରେ, ଧର ମୁଁ ଯେତେବେଳେ ମନ ଦେଇକି ଚିନ୍ତା କଲି ଯେ ମିଠା ଖାଇବିନି, ମିଠା ଖାଇବିଟା ମନ ଦେଇକି ଚିନ୍ତା କଲି, କିନ୍ତୁ ବୁଦ୍ଧି ତ କହିଲା ଆରେ ତୋର ସୁଗାର ପଡିଯିବ, ସୁଗାର ଅଛି, କାହିଁକି ଖାଉଛୁ। ତ ଏଇ ମନ ଆଉ ବୁଦ୍ଧି ଭିତରେ ଯୋଉ ସଂଘର୍ଷ ହୁଏ, ସେ ସଂଘର୍ଷର ପ୍ରଭାବଟା ମୋର ପ୍ରାଣମୟ କୋଷ ଉପରେ ପଡେ। ଏଇ ପ୍ରାଣମୟ କୋଷଟା କଣ କରେ, ତାର ପ୍ରାଣ ବାୟୁକୁ ସଞ୍ଚାଳନ ବ୍ୟାଘାତ ଘଟାଏ, ଯାହା ଦ୍ୱାରା ଏ ଅନ୍ନମୟ କୋଷଟା ବ୍ୟାଘାତ ହୁଏ, ଏ ଅନ୍ନମୟ କୋଷଟା ରୋଗଗ୍ରସ୍ତ ହେଇ ଉଠେ, ଯାହା ଫଳରେ ଏଇ ଯୋଉ ଆନନ୍ଦମୟ କୋଷ ବା ଯୋଉ ଆନନ୍ଦର ସମାହାର, ଯୋଉ ସୁନ୍ଦର ଜୀବନଟା ବିଚ୍ୟୁତ ହେଇ ଉଠେ ଏବଂ ଦୁଃଖ ପାଏ। ତେଣୁ ଆମେ ସର୍ବଦା ସେଇଭଳି ଚିନ୍ତା କରିବା କଥା, ସେଇ ସକାରାତ୍ମକ ଚିନ୍ତା ନବା କଥା, ଏବଂ ମୋର ମନ ବୁଦ୍ଧିର ଯୋଉ ସଂଘର୍ଷ ଭିତରୁ ଏକ ସକାରାତ୍ମକ ଜିନିଷ ଆସିବା କଥା, ଯାହା ଫଳରେ ମୋର ପ୍ରାଣବାୟୁଟା ସନ୍ତୁଳିତ ହେଇକି ରହିପାରେ ଏବଂ ମୋର ସ୍ଥୂଳ ଶରୀର ବା ଅନ୍ନମୟ କୋଷଟା ସୁନ୍ଦର ରହିପାରେ। ତେଣୁ ଶରୀର ମାଧ୍ୟମ ଖଳୁ ଧର୍ମ ସାଧନମ, ଏ ଧର୍ମ ସାଧନଟା ଠିକ ହେଇପାରେ। ତେଣୁ ସମୟ ତ ହେଇଗଲାଣି, ତେଣୁ ସମସ୍ତଙ୍କର ଶାନ୍ତି ସ୍ୱସ୍ତି ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ସମସ୍ତଙ୍କୁ ସେଇ ସକାରାତ୍ମକ ଚିନ୍ତା ନେଇ ଜୀବନଟାକୁ ସୁନ୍ଦର ଆଉ ମଧୁମୟ କରି ତୋଳନ୍ତୁ। ତାହା ହିଁ ସମସ୍ତଙ୍କ ପାଇଁ ସମସ୍ତଙ୍କୁ ନିବେଦନ। ତେଣୁ ପରମ ପିତା ସମସ୍ତଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ, ସଚ୍ଚିନ୍ତା ସମସ୍ତଙ୍କ ମନରେ ଜାଗ୍ରତ କରନ୍ତୁ, ସତ ସକାରାତ୍ମକ ଚିନ୍ତା ମଣିଷ ଭିତରେ ଜାଗ୍ରତ ହଉ ଏବଂ ଏକ ସୁନ୍ଦର ମଧୁମୟ ଜୀବନ ସମସ୍ତେ ଧାରଣ କରନ୍ତୁ। ତାହା ହିଁ ପରମ ପିତାଙ୍କ ଚରଣରେ ପ୍ରାର୍ଥନା କରି ମୋର ବକ୍ତବ୍ୟକୁ ବିରାମ ଦଉଛି। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ଜୟ ଗୁରୁ।